ଆସିଲ ବ୍ୟଥା ଆଶାର କଥା କହିଲ କାନେ କାନେ ଇଏ ଗো ତୁମେ ରଖିଲ ବାନ୍ଧି ତୁମରି ପ୍ରେମ ବନ୍ଧନେ। ଜୟଗୁରୁ। ପ୍ରକୃତରେ ଏ ବିଶ୍ୱ ଚରାଚର ସମସ୍ତଙ୍କୁ ସେ ପ୍ରେମ ବନ୍ଧନରେ ବାନ୍ଧି ରଖିଥିଲେ। ସେ ପ୍ରେମମୟ ପୁରୁଷ। ବର୍ତ୍ତମାନ ଆମେ ଇଷ୍ଟ ପ୍ରକ୍ତର ଆଲୋଚନା ପର୍ଯ୍ୟାୟକୁ ଯିବା। ଆଜିକାର ଯୋଉ ଅଛି ଇଷ୍ଟବୃତ୍ତିର ଭ୍ରାତୃଭୋଜ୍ୟ ଓ ଭୂତଭୋଜ୍ୟ ଦାନ ଇତ୍ୟାଦି ଯଦି ତୁମେ ଧର୍ମାଚରଣ ହିସାବରେ ପାଳନ କର ତାହେଲେ ଦେଖିବ ଏହା ଭିତର ଦେଇ କେତେ ପରିମାଣରେ ପାରସ୍ପରିକତା ବଜାଇ ଉଠେ। ଆଲୋଚନା ପ୍ରସଙ୍ଗ ଷଷ୍ଠ ଖଣ୍ଡ 93 ପୃଷ୍ଠା। ଭୂତ ଯଜ୍ଞ କହିଲେ ଇତର ଜୀବଜନ୍ତୁ ଠାରୁ ଆରମ୍ଭ କରି ଗଛପତ୍ର ପର୍ଯ୍ୟନ୍ତ ସମସ୍ତଙ୍କର ସେବା କରିବା ବୁଝାଏ। ଆଲୋଚନା ପ୍ରସଙ୍ଗ ତୃତୀୟ ଖଣ୍ଡ 263 ପୃଷ୍ଠା। এই সম্বন্ধে ইষ্টবৃত্তির অঙ্গ এগুলা ভ্রাতৃভোজ্য ভূতভোজ্য যদি ন দিয়াযাଏ পরম পিতা କହିଲେ ତମର ଇଷ୍ଟବୃତ୍ତିଟା ପୂର୍ଣ୍ଣାଙ୍ଗ ହୁଏ ନା। ଯାହା ହଉ ଏ ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା ରଖିବାର ମନ୍ମତା ପ୍ରକୃତି ରୀତି ପଞ୍ଜା ପାଞ୍ଚାରି କର୍ମୀ ଆମର ଆପଣାର ଲୋକ ମନ୍ମତା ଜୟଗୁରୁ। ଜୟ ଗୁରୁ ପ୍ରଣାମ ସମସ୍ତଙ୍କୁ। ଆଲୋଚନା କର। ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ ତସ୍ମୈ ଶ୍ରୀ ଗୁରବେ ନମଃ ତସ୍ମୈ ଶ୍ରୀ ଗୁରବେ ନମଃ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଚରଣରେ ଅନନ୍ତ କୋଟି ପ୍ରଣାମ। ଆଜିର ଏଇ ଅନଲାଇନ ସତ୍ସଙ୍ଗରେ ଉପସ୍ଥିତ ମଣ୍ଡଳୀ, ଯାଜକ ଧୈର୍ଯ୍ୟ ମଣ୍ଡଳୀ, ଗୁରୁ ଭ୍ରାତା ମାତୃ ମଣ୍ଡଳୀ ସମସ୍ତଙ୍କୁ ଅନ୍ତରର ଜୟଗୁରୁ ପ୍ରଣାମ। ଆଜିର ଯୋଉ ବିଷୟବସ୍ତୁ ଇଷ୍ଟବୃତ୍ତିର କଥା, ଇଷ୍ଟବୃତ୍ତିର ଦୁଇଟା ଶାଖା। ଠାକୁର କହୁଛନ୍ତି ଯାଜନ, ଏଇଟା ଗୋଟେ ଯାଜନ ଠାକୁର କରିବା। ଠାକୁର କହୁଛନ୍ତି ଗୋଟେ ବାଣୀରେ শ্রেষ্ঠ চিন্তা তার চাহিদায় প্রাণটি ভরে থাকে ପୂରଣ ପ୍ରୟାସ ଆବେଗ ନିଏ ଯାଜନ ବୋଲେ ତାକେ। ତେଣୁ ଶ୍ରେଷ୍ଠଙ୍କର ଚିନ୍ତା, ତାଙ୍କ ଚିନ୍ତା ଏଟା ଥିଲା ଏଇ ଯୋଉ ଯାହାକୁ ଆମେ ଆଲୋଚନା କରୁଛୁ ସେ ତାଙ୍କରି ଚିନ୍ତା ଏଗୁଡା ସବୁ ଥିଲା। ଶ୍ରେଷ୍ଠ ଚିନ୍ତା ତାଙ୍କ ଚାହିଦା ଏଟା ଥିଲା। କଣ ଚାହିଦା ନା ଧର୍ମାଚରଣ, ଯେ ଲୋକେ କରିବେ ଧର୍ମକୁ ଆଚରଣ କରିବେ କେମିତି। ଦୈନନ୍ଦିନ କର୍ମ ଭିତରେ ଯଜନ ଯାଜନ ଇଷ୍ଟବୃତ୍ତି। ତେଣୁ ତାଙ୍କୁ ଚାହିଦାଟା ଏହା ଥିଲା ଯଜନ ଯାଜନ ଇଷ୍ଟବୃତ୍ତିଟା କରିକି କେମିତି ମଣିଷ ସେ ଧର୍ମକୁ ବୁଝିବ, ଧର୍ମର ଚଳଣିଟା ନିଜ ଚରିତ୍ର ଭିତରେ ଫୁଟି ତୋଳିବ। ଏବଂ ଭାତୃଭୋଜ୍ୟ ଏ ବିଷୟରେ ତ କଥା ଅଛି, ସୁନ୍ଦର ଭାବେ କଥା ସବୁ ଅଛି ଠାକୁରଙ୍କର କଥା। ସେଇ ଭାଗବତର ଗୋଟେ କଥା ଅଛି, ସେଗୁରୁ ବଚନ ପ୍ରମାଣୀ ତେବେ ସଂସାର ତଣୁ ତରେ ପ୍ରାଣୀ। ତେଣୁ ପ୍ରାଣୀ ମାନଙ୍କୁ ଏ ସଂସାରରେ ତରିବା ପାଇଁ ହେଲେ ସେଇ ଗୁରୁଙ୍କର ବଚନ, ଗୁରୁଙ୍କର କଥା ଗୁଡ଼ିକ କାର୍ଯ୍ୟରେ ପରିପାଳନ କରିବା। ସେଇ ପରିପାଳନଟା କେମିତି ଠାକୁରଙ୍କର ଯୋଉ ତ୍ରିଧାରା, ମୁଖ୍ୟତଃ ତ୍ରିଧାରା, ପୁଣି ତ 5ଟି ଧାରା ଅଛି, ଷଷ୍ଠରୀ ସଦାଚାର ତ ଅଛି ଆହୁରି 2ଟା ଧାରା, କିନ୍ତୁ ମୁଖ୍ୟତଃ ଯୋଉ ଯଜନ ଯାଜନ ଇଷ୍ଟବୃତ୍ତି, ଇଷ୍ଟବୃତ୍ତିଟା ଠାକୁର କହୁଛନ୍ତି କଣ, ଖାଲି ଇଷ୍ଟବୃତ୍ତି ଯେ ଆମେ ଦୈନନ୍ଦିନ ଯୋଉ ଭୋର ବେଳା ଉଠି ଠାକୁରଙ୍କୁ ଯୋଉ ନାମ ଧ୍ୟାନର ପରେ ତାଙ୍କୁ ଯୋଉ ଆହାର୍ଯ୍ୟ ଗ୍ରହଣ ପୂର୍ବରୁ ନୈବେଦ୍ୟ ପ୍ରଦାନ କରୁଛେ ଆମେ ନିସ୍ୱାର୍ଥ ଭାବରେ ଇଷ୍ଟଙ୍କ ଭରଣ, ସେଇଟା ଯେ ଖାଲି ହେଲେ ଇଷ୍ଟବୃତ୍ତି ନୁହେଁ। ଠାକୁର କହୁଛନ୍ତି କଣ ଯେ ଦୈନନ୍ଦିନ ଚର୍ଯ୍ୟାଟା ତ ପୁରା ଦିନ ତମାମ ଯୋଉ କର୍ମ କରୁ ପ୍ରତ୍ୟେକଟି ସମୟରେ ତୁମେ ସେଇ ଇଷ୍ଟଙ୍କୁ ଭରଣ କରିବାର ବୁଦ୍ଧି ନବ। ତେଣୁ ଆମେ ଯେତେବେଳେ ଦୀକ୍ଷା ନେଇଥିଲୁ ଆମ ଭିତରେ ଗୋଟେ ସଂକଳ୍ପ ଥିଲା, ଦୀକ୍ଷାର ଗୋଟେ ସଂକଳ୍ପ ଥିଲା। ସେ ସଂକଳ୍ପଟା କଣ ଥିଲା? ଚତୁର୍ଥ ସଂକଳ୍ପ କଣ ଥିଲା? ଯେ ଆଜିଠାରୁ ମୋର ପାରିପାର୍ଶ୍ୱିକ
ଇଷ୍ଟ ଭ୍ରାତାଙ୍କର ଆପଦ ବିପଦରେ ଯଥାସାଧ୍ୟ ଅର୍ଥ ବାକ୍ ଓ ବାସ୍ତବ କର୍ମରେ ସାହାଯ୍ୟ କରି ସେମାନଙ୍କର ଆପଦ ମୁକ୍ତି ପାଇଁ ବଦ୍ଧ ପରିକର ହେଲି। ଶପଥ କରିଛେ ଆମେ, ସଂକଳ୍ପବଦ୍ଧ ହେଇଛେ ଆମେ ଯେ ଭାତୃଭୋଜ୍ୟଟା କଥା କୁହାହଉଛି। ତେଣୁ ଏଇ ପାରିପାର୍ଶ୍ୱିକ ତା କଥାଟା ମୂଳ କଥା ଏଟା, ଏଇ ଯୋଉ ଭାତୃଭୋଜ୍ୟ ଆଉ ଭୂତ ଭୋଜ୍ୟ, ଏ ଯୋଉ ପାରିପାର୍ଶ୍ୱିକକୁ ନେଇ କରିବା ଦବା, ଏହା ଭିତରେ ଆମେ କେମିତି ହେଇ ଉଠିବା ଧର୍ମାଚରଣ। ଏବଂ ଠାକୁର କହୁଛନ୍ତି ଏଥିରେ ଏଇ ବାଣୀରେ ଅଛି, କଣ ଅଛି ନା ଗୋଟେ କଥା ଅଛି କିସ ନା ପାରସ୍ପରିକତା। ତେଣୁ ପାରସ୍ପରିକତାଟା ତ ନିଜକୁ ନେଇ ପାରସ୍ପରିକତା ହୁଏ ନାହିଁ ନା, ଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କୁ। ତେଣୁ ତାଙ୍କର ସୃଷ୍ଟିକୁ ରକ୍ଷା କରିବା ହଉଛି ଏଟା ଏଟା ଗୋଟେ ପାର୍ଟ ଜୀବନରେ। ଜଣେ ବ୍ୟକ୍ତିଗତ ଭାବରେ ଯଜନ ଆଜି ଇଷ୍ଟଭୃତିର ମଧ୍ୟ ଗୋଟେ ପାର୍ଟ ଅଛି ପାରିପାର୍ଶ୍ୱିକ ସେବା। ଏଇ କଥା ଠାକୁର ଯେ ଦେଇକି କେମିତି ପାରସ୍ପରିକତା ତୁମେ ବୁଦ୍ଧି କରିବ ସମସ୍ତଙ୍କ ଭିତରେ, କାହିଁକିନା ଆଇନା ହବା ଦରକାର ନା। ତେଣୁ ଠାକୁର ତ କଣ ପଡେ ଯେ ଯଦି ଆମର ମନଟା ସବୁବେଳେ କଣ ହବ ତାଙ୍କ ପାଖରେ ଲାଗି ରହିବ ଏବଂ ତାଙ୍କୁ କେମିତି ମୁଗ୍ଧ, ତାଙ୍କୁ କେମିତି ଖୁସି କରିବି, ତାର ସେ ଜଣେ ଖୁସି ହେବେ। ଯଦି ଭାତୃଭୋଜ୍ୟ ଇଷ୍ଟବୃତ୍ତିଟା ସାଥରେ ଆମେ କରିବା ସେ ଖୁସି ହେବେ। ତେଣୁ ତାର ପ୍ରୀତିର ଚଳନଟାକୁ ଆମେ କହିବା, କରିବା, ଚାଲିବା, ଏହାରି ଭିତରେ ଆମେ ପାଇବା। ଠାକୁର ଚାହୁଁଛନ୍ତି ସେୟା। ତେଣୁ ସେଇ କଥାଟା ବି ଏଇ ଯୋଉ ଇଷ୍ଟବୃତ୍ତିର କଥା, ଯୋଉ ଭାତୃଭୋଜ୍ୟ, ଯୋଉ ଗୁରୁ ଭାତୃ ମାନଙ୍କର ଯୋଉ ଦେବା, ଏଇ କଥାଟାକୁ ଠାକୁର କେତେ ସୁନ୍ଦର ଭାବରେ କହିଛନ୍ତି। କଣ କେମିତି କରିବା? ମୁକ୍ତାରଂ ଯଜ୍ଞ ତପସ୍ୟା, ଗୀତାର କଥା। ସର୍ବଲୋକ ମହେଶ୍ୱର ସୌହୃଦୁ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତି ମୃଚ୍ଛତି। ଏ କଥାର ଅର୍ଥ ହେଲା କଣ? ମୋର ଭକ୍ତ ମତେ ସକଳ ଯଜ୍ଞର ତପର ଭୋକ୍ତା ଏବଂ ସମସ୍ତ ଲୋକର ଈଶ୍ୱର ମାନଙ୍କର ମହେଶ୍ୱର ତଥା ସକଳ ପ୍ରାଣୀଙ୍କର ସୁହୃଦ ଅର୍ଥାତ୍ ସ୍ୱାର୍ଥ ରହିତ ଦୟାଳୁ ଓ ପ୍ରେମୀ ବୋଲି ତତ୍ତ୍ୱ ତ ଜାଣିପାରି ଶାନ୍ତି ଲାଭ କରନ୍ତି। ଏଇଟା ଗୋଟେ କଥା, ଗୋଟେ ବଢିଆ କଥା ଯେ ସମସ୍ତଙ୍କ ସହିତ ସ୍ୱାର୍ଥ ନ ରଖି ସ୍ୱାର୍ଥ ରହିତ ଦୟାଳୁ ହବା। ସେ ଭାତୃଭୋଜଟା ସେଇଆ, ଦୟା। ଅନ୍ୟକୁ ଭାତୃପଣତା ହେଇଛି, ଭାତୃଭୋଜ ଦବା, ଦୟା ଦେଖିବା। ଆଉ ଦୟା କିଏ ଦେଖିବ? ଯେ ପ୍ରେମୀ। ପ୍ରେମୀ ନହେଲେ ଦୟା ପାରିବନି। ଦୟାଳୁ ଓ ପ୍ରେମୀ ବୋଲି ତତ୍ତ୍ୱ ତ ଜାଣି ସେମାନେ ମାନେ ଅନ୍ୟକୁ ଶାନ୍ତି ହେଇଯାନ୍ତି। ଏଇଟା କଥା ଯେ ଯୋଗୀ ଯେତେବେଳେ ସମ୍ପୂର୍ଣ୍ଣ ପରିଚୟ ଲାଭ କରେ ସେତେବେଳେ ସେ ଜାଣିପାରେ ଯେ ସକଳ କର୍ମର ସମସ୍ତ ଯଜ୍ଞର କର୍ତ୍ତା ମୁଁ, ସକଳ ଯେ କେବଳ ମୋରି ପାଇଁ, ମୁଁ ସର୍ବଭୂତର ବିରାଜମାନ କରିଥାଏ, ମୋରି ନିର୍ଦ୍ଦେଶରେ ଏଇ ସୃଷ୍ଟି ଚକ୍ର ଚାଳିତ ହେଉଛି, କରାଉଥାଏ ମୁହିଁ, ମୋ ବିନୁ ଅନ୍ନ ଗତି ନାହିଁ। ମୋ ବିନା ସେ ବୁଝେ କିସ? ଯଦି ମୁଁ ସେ ଭାତୃଭୋଜ କିମ୍ବା ଭୂତଭୋଜ ଇତର ଜୀବ ଜନ୍ତୁ ଏବଂ ନ ଦେବି। ତେଣୁ ଯେ ମୁଁ ଏଇ ଯେ କଥାଟା କୁହାହଉଛି ଯେ କରାଉଥାଏ, ମାନେ ମୋ ବିନା ଆମେ ବୁଝିବା କଣ? ଯଦି ଆମେ ଭାତୃଭୋଜ ଭୂତଭୋଜ ନ କରିବା ତାହେଲେ ଅନ୍ୟ ପ୍ରାଣୀ ମାନେ ବଞ୍ଚିବେ କିପରି? ଖାଲି ଯେ ମୁଁ ମୋ ପାଇଁ ନୁହେଁ, ମୋ ସୌହୃଦୟତା ଧରିବେ ଅନ୍ୟ ମାନଙ୍କ ପାଇଁ। ସେଇ ଭାଇ ଭାତୃ କିଏ? ଏ ଜଗତଟା ଭାତୃ। ଖାଲି ଯେ ଆମେ ଗୁରୁ ଭାଇ ମାନଙ୍କୁ କହିବା ତା ନୁହଁ। ଯୋଉମାନେ ଆମ ସଂସ୍ପର୍ଶରେ ଆସୁଛନ୍ତି ସେମାନେ ସମସ୍ତେ ଆମଙ୍କ ସହିତ ଯାହାର ପରିଚୟ ଅଛି ତା ତ ଅଛି, ପୁଣି ବିସ୍ତାର ଭାବେ ଆମେ ଯଦି ଯିବା ଦୁଃଖୀ ଦରିଦ୍ର ଯେ ବିପଦରେ ପଡୁଛି ସେ ବି ସେଠି ସମସ୍ତେ ଆମେ, ସେଇଟା ହଉଛି ଭାତୃଭୋଜ। ତେଣୁ ମୁଁ ଯଦି ସମସ୍ତଙ୍କୁ ନ କରିବି ସମସ୍ତଙ୍କ ପାଇଁ, ତାହେଲେ ମୋର ଅନ୍ୟ ଗତି ନାହିଁ। ଏଇ ବୋଧ ସେମାନଙ୍କ ପାଇଁ ନ କଲେ ମୋ ଶାନ୍ତି ନାହିଁ। ଏଇଟା ହଉଛି ମୂଳ କଥା ଠାକୁର ଚାହୁଁଛନ୍ତି। ଯଦି ମୁଁ ଅନ୍ୟ ପାଇଁ କିଛି ନ କରେ ଅନ୍ୟମାନେ ବଞ୍ଚିବେ କେମିତି? ତେଣୁ ମୁଁ ଯେହେତୁ ପରମ ପିତାର ସନ୍ତାନ, ତାଙ୍କରି ସନ୍ତାନ ଏବଂ ତାଙ୍କରି ସନ୍ତାନ ହେଇକି ସେମାନେ ବି ଯୋଉମାନେ ଇତର ଜୀବଜନ୍ତୁ କାହାର ସନ୍ତାନ? ସେ ଈଶ୍ୱରଙ୍କର ସନ୍ତାନ ବା ସେ ଈଶ୍ୱରଙ୍କର ଦ୍ଵାରା ସୃଷ୍ଟ। ତାଙ୍କ ପାଇଁ ଯଦି ମୁଁ ନ କରିବି, ତାଙ୍କର ସେବା ମୁଁ ନ କରିବି, ତାଙ୍କର ଯଦି ଇଏ ନ କରିବି, ମୋର
ଖାଲି ଠାକୁରଙ୍କୁ ଇଷ୍ଟବୃତ୍ତି କରିଦେଇକି ଠାକୁର ଚାହୁଁନାହାନ୍ତି ସେ କଥା ଯେ ଈଶ୍ୱରଙ୍କ ପାଇଁ ଦିଆଗଲା ସେଟା ନୁହଁ। ଈଶ୍ୱରଙ୍କୁ ଦବା ସଙ୍ଗେ ସଙ୍ଗେ କଣ କରିବ ତୁମେ ନା ଯୋଉମାନେ ତାଙ୍କର ସୃଷ୍ଟିର ସମସ୍ତଙ୍କୁ ଧାରାଟାକୁ ଆମକୁ ବଞ୍ଚିବାର, ତେଣୁ ମୋ ବିନା ଯଦି ମୁଁ ନ କରେ ଅନ୍ୟ ପ୍ରାଣୀ ମାନେ ବଞ୍ଚି ପାରିବେ ନାହିଁ। ମୁଁ ହଉଛି ତାଙ୍କ ତ୍ରାଣକର୍ତ୍ତା, ଏଇ ଭାବ ଦୃଢ କରିବା ଦରକାର ସମସ୍ତଙ୍କ ଭିତରେ। ପୁଣି ଠାକୁର କହିଲେ ପୁଣ୍ୟ ପୁଥିର ଗୋଟେ କଥା କହୁଛନ୍ତି, পুণ্য পুথিরে যে সব পাবি সব হবে আমি দেব, চিন্তা শ্রুতকে বাড়িয়ে দে, বিশ্বাস চাই প্রাণে প্রাণ, বিশ্বাস নহলে কিছুই হয় না। আগে বিশ্বাস চাই অন্তরে অন্তরে, ছুটে চল সৎ ইচ্ছা নিয়ে, বিশ্ব প্রেম নিয়ে, সকলকে বুকে বুকে ঠেসে ধর, সবকে তুই করে নে, তুই হলেই আমি। তেণু এই যে কথা কুহাগলা ঠাকুর কইলে কোন বিশ্ব প্রেম, উতিষ্ঠত জাগ্রত বিশ্বকে স্তম্ভিত কর ফেল, এই যে সব কথা সব অছি, তু উঠি পড় জাগি পড় জাগ্রত হ। ঠাকুর সব এইসব কথা গুড়াক সব কুট କରିଛନ୍ତି ଭାବ ସମାଧି ସମୟରେ ମଧ୍ୟ, ଯେ ବିଶ୍ୱ ପ୍ରେମଟାକୁ ଆମକୁ ଆଣିବାକୁ ହେଲେ କଣ କରିବାକୁ ପଡିବ ନା ଆମକୁ ସେଇ ଯୋଉ ଠାକୁର ଦଉଲେ ଇଷ୍ଟଭୂତି ସାଥିରେ ଭାତୃଭୁଜ୍ୟ ଆଉ କଣ କରିବାକୁ ପଡିବ ନା ଭୂତ ଭୁଜ୍ୟଟାକୁ ନିହାତି ପାଳନ କରିବା ଦରକାର। ହେଲେ କଣ ହବ, ଗୋଟେ ଧର୍ମାଚରଣ, ଧର୍ମାଚରଣ ଖାଲି ଏକାକୁ ନେଇକି ହୁଏ ନାହିଁ, ଯେ ଏକକ ଭାବରେ ଧର୍ମାଚରଣ ହୁଏନି, ସମସ୍ତଙ୍କୁ ନେଇ ସବୁ ପରିବେଶକୁ ନେଇ ଧର୍ମାଚରଣଟା ପ୍ରକୃତି। ଠାକୁର ବି କହୁନାହାନ୍ତି ନା ସତ୍ୟାନୁସରଣରେ କଣ କହୁଛନ୍ତି, ଦେଇଦିଅ ଚାହଁ ନାହିଁ ଦେଖିବ ସବୁ ତୁମର ହେଇଯାଉଛି, କି ବାସ୍ତବ କଥା। କିନ୍ତୁ ମନୁଷ୍ୟ କଣ କରେ, ଇଷ୍ଟବୃତ୍ତିରେ ଯେ କରୁଛେ ଆମେ ଅନ୍ୟକୁ ଦବାକୁ ଇଚ୍ଛା ନାହିଁ, ତେଣୁ ଆମ ଭିତରେ ଅନ୍ୟକୁ ଦବାର ଇଚ୍ଛାଟା ବୃଦ୍ଧି କରିବା, ଅନ୍ୟଙ୍କ ପାଇଁ ସୃଷ୍ଟି କରିବା, ଅନ୍ୟକୁ ନିଜ ଭାଇ ବୋଲି ମନେ କରିବା, ଏ ଜଗତକୁ ଭାତୃତ୍ୱ ବନ୍ଧନରେ ବାନ୍ଧି ରଖିବା। ସେଥିପାଇଁ ଆମେ ସମସ୍ତଙ୍କୁ କଣ କହୁ, ଜୟଗୁରୁ ଦାଦା, ଯେତେ ବୟସ୍କ ହଉ ଯେତେ ଛୋଟ ହଉ ଜୟଗୁରୁ ଦାଦା କହୁଛେ ଆମେ, ଭାଇ ଭାତୃତ୍ୱ। ଏ ବିଶ୍ୱ ଭାତୃତ୍ୱ ଯୋଉ କଥା ଯୋଉ ଆମର ଅଛି, ବିଶ୍ୱ ଭାତୃତ୍ୱ ସାରା ବିଶ୍ୱର ପ୍ରତ୍ୟେକଟି ଆମ ଭାଇ ଭାଇ ବନ୍ଧନ, এই ବନ୍ଧନରେ ବାନ୍ଧିବା ପାଇଁ ଠାକୁର ଚାହାନ୍ତି। ତେଣୁ ଏଇ ଯୋଉ ଭାତୃଭୁଜ୍ୟଟାକୁ ଠାକୁର ସେଇଥିପାଇଁ ଗୁରୁତ୍ୱ, ଯେ ଭାତୃ ମାନେ ଇଷ୍ଟବୃତ୍ତି ସଙ୍ଗେ ସଙ୍ଗେ ଭାତୃଭୁଜ୍ୟ ଏବଂ ଭୂତଭୁଜ୍ୟଟା ନିହାତି କରଣୀୟ। ପୁଣି ଠାକୁର ଗୋଟେ ଜାଗାରେ ପ୍ରଶ୍ନ କରାଯାଇଛି ଠାକୁରଙ୍କୁ, ଯେ ଇଷ୍ଟବୃତ୍ତି ସହିତ ଭାତୃଭୁଜ୍ୟ ଆଉ ଭୂତଭୁଜ୍ୟ କାହିଁକି, ତାର ପ୍ରସଙ୍ଗ ପଚରା ହେଇଛି। ଏଇ ପ୍ରସଙ୍ଗରେ ଠାକୁର କହୁଛନ୍ତି ଯେ କାହାକୁ ପଛରେ ପଡି ରହିବାକୁ ଦେବୁ ନାହିଁ, କେହି ପଛରେ ପଡିବନି, ଯେମିତି ସମସ୍ତେ ଆଗି ଚାଲିବେ। ତେଣୁ ଆମେ କଣ କରୁଛେ, ଖାଲି ଗୋଟେ ନାମକୁ ମାତ୍ର ଯେ ଠାକୁର କହିଛନ୍ତି ବୋଲି କାହାକୁ 10 ଟଙ୍କା 5 ଟଙ୍କା କିମ୍ବା କାହାକୁ ଗୋଟେ ଜଳଖିଆ କହିଦେଇକି ଆମେ ଆମ ଠାକୁର କହିଦେଲେ ଆମେ କରିଦେଲେ, କିନ୍ତୁ ଠାକୁର ସିଆ ଚାହୁଁନାହାନ୍ତି। ଠାକୁର କହୁଛନ୍ତି କଣ, କାହାକୁ ପଛରେ ପଡିବାକୁ ଦେବୁ ନାହିଁ, କେହି ଅଜ୍ଞ କରିବାକୁ ଦେବୁ ନାହିଁ, ଦରିଦ୍ର ରହିବାକୁ ଦେବୁ ନାହିଁ, କେହି ଦରିଦ୍ର ଯେମିତି ରହିବେନି, ସମସ୍ତଙ୍କୁ ଟାଣି ଲମ୍ବା କରିବାକୁ ହେବ। ତୁ ଯେମିତି ମତେ ଧରିଲୁ କି ମୋ ଚଳନରେ ଚାଲିଲୁ, ସେ ପାଇଁ ତୁ ଟିକେ ମୋ କୃପା ପାଇଲୁ, ମୋ ଆଶୀର୍ବାଦ ପାଇଲୁ, କିନ୍ତୁ ମୋର ଆଶୀର୍ବାଦ ତୁ ଆହୁରି ବେଶୀ ପାଇ ଉଠିବୁ ଯଦି ତୁ ଅନ୍ୟକୁ ଦବୁ, ଅନ୍ୟ ପାଇଁ କରିବୁ, ଅନ୍ୟ ପାଇଁ ଟାଣି ନେଇଯିବୁ ଅନ୍ୟକୁ। ସେଇଟା ଠାକୁର ଚାହୁଁଛନ୍ତି ସେ କଥା, କାହାକି ଦରିଦ୍ର ହେବାକୁ ରହୁଯାଉନି, କାହିଁକିନା ସମସ୍ତଙ୍କୁ ଟାଣି ଲମ୍ବା କରିବାକୁ ହେବ। ଆମ୍ଭ ମାନଙ୍କୁ ମନେ ରଖିବାକୁ ଯେ ପରିବେଶରେ ଯଦି କେହି ଦୁଷ୍ଟ ରୁହେ ମାନେ, ତାହେଲେ ସେଥିପାଇଁ ସେମାନେ ଯେତେ ଅପରାଧୀ ତାଠାରୁ ବେଶୀ ଅପରାଧୀ ଆମେ। ଠାକୁର ସବୁବେଳେ ଠାକୁରଙ୍କର ପ୍ରଶ୍ନଟା ବା ଉତ୍ତରଟା ସବୁବେଳେ ସମାଧାନଟା ନିଜକୁ ନେଇ, ମୁଁ କେତେ ସେଇ ପରିବେଶ ପ୍ରତି। ଯଦି ଜଣେ ପରିବେଶରେ, ଠାକୁର କହୁଛନ୍ତି କଣ, ଜଣେ ପରିବେଶରେ ଜଣେ ଗରିବ ହେଇଗଲା, ଦୁଷ୍ଟ ହେଇଗଲା, ସେଥିପାଇଁ ସିଏ ଯେତେ ଦାୟୀ ନୁହେଁ, ତା ଦାୟୀ ତୁ ନିଜେ। କାରଣ ମୋର ଯାହା କର୍ତ୍ତବ୍ୟ ଥିଲା, ସେଇ ଲୋକଟା କାହିଁକି ଆମ ଗାଁରେ ଏତେ ଲୋକ ଅଛନ୍ତି ଠିକ ଚଳୁଛନ୍ତି, ସେଇ 5ଟା 10ଟା ଲୋକ ଚଳୁନାହାନ୍ତି କାହିଁକି, ଖାଇବାକୁ ପାଉନାହାନ୍ତି କାହିଁକି ଆମେ ତାଙ୍କୁ ସେଇଭଳି ତାଙ୍କୁ ଦେଇ ଥୁଇ ତାଙ୍କୁ ପ୍ରେରଣା ଦେଇ ତାଙ୍କୁ ଉଠେଇ ପାରିନେ।
ହେଁ ତେଣୁ ସେଇ ଉଠେଇବା ଦାୟିତ୍ୱ, ଲମ୍ବା କରିବା ଦାୟିତ୍ୱ, ତା ଭିତରେ ଦୁଷ୍ଟତାକୁ ସୁସ୍ଥତା କୁ ଆଣିବା ଦାୟିତ୍ୱ ପ୍ରତ୍ୟେକ ସତ୍ସଙ୍ଗୀର। ଇଷ୍ଟଭୃତିର ତା ଭିତରେ ବି ମଧ୍ୟ ଗୋଟେ ଧାତ, ତା ଭିତରେ ଠାକୁର ଯୋଡ଼ି ଦେଇଗଲେ ସେ କଥାଟା ବି କରିବୁ ତୁ। କିନ୍ତୁ ଇଷ୍ଟଭୃତି ଖାଲି କରିଦେଲେ, ଇଷ୍ଟଭୃତି ପଠେଇଦେଲେ ତା ଇଷ୍ଟଭୃତିଟା ହେଲାନି। ଠାକୁର କହୁଛନ୍ତି ଏ କଥା। ଏ ଭାତୃଭୁଜ ଭୂତଭୁଜଟା ଏଇଟା ବିରାଟ କଥା, ଅନନ୍ତ ଅସୀମ କଥା। ଏ ଅନନ୍ତ ଅସୀମ ଭିତରେ ଆମେ କ୍ଷୁଦ୍ର, ଏଇ କ୍ଷୁଦ୍ର ଭିତରେ ଏଇ କ୍ଷୁଦ୍ର ଗୁଡିକୁ ନେଇକି ତ ବିରାଟ ସାଗର ହୁଏ। ତ ଠାକୁର ଚାହୁଁଛନ୍ତି ଯେ କେହି ଯଦି ଦୁଷ୍ଟ ରହିଯିବ, କେହି ଇଏ ରହିଯିବ, ତା ଅପରାଧୀ ସବୁ ତୁ। ଆମେ ଯଦି ବଞ୍ଚିବାକୁ ଚାହୁଁ ତାହେଲେ ସମସ୍ତଙ୍କର ବଞ୍ଚିବା ବ୍ୟବସ୍ଥା ଆମକୁ କରିବାକୁ ହେବ। ପାଶ୍ଚାତ୍ୟ ଦେଶରେ ଅନ୍ଧ ଭାବରେ ଅନୁସରଣ କରି କିଛି ଲାଭ ନାହିଁ, କାହାରି ମଧ୍ୟ ଲାଭ ନାହିଁ। କାରଣ ପାଶ୍ଚାତ୍ୟ ଦେଶରେ କଣ ହୁଏ, ଯିଏ ଛୋଟ ହେଇଛି ସେ ତା ଭାଗ୍ୟ ଖରାପ। ବେଶୀ ଇଂଲଣ୍ଡ ଫିଂଲଣ୍ଡ ଦେଶରେ ବେଶୀ ସେଇଟା ଗୋଟେ ପ୍ରବଚନ ଅଛି। ଯିଏ ଛୋଟ ହେଇଯାଏ ତାକୁ ଏକଦମ ପୁରା ହେୟ ଜ୍ଞାନ ତାକୁ କରନ୍ତି, ଯିଏ ବଡ ହେଇଛି ସେ ବଡ। ତେଣୁ ସେଠି କଣ ହୁଏ, ଇଂଲଣ୍ଡରେ ତାର କଣ ହଉଛି, ଆମେ ଦେଖାଯାଏ ଯେ ଜଣେ ଧନୀ ଆଉ ଜଣେ ଗରିବ ତାଙ୍କ ଭିତରେ କଣ ଡିଫରେନ୍ସଟା ବହୁତ ବେଶୀ। ଯିଏ ଗରିବ ହେଇଯାଇଛି ପୁରା ଗରିବ ହେଇଯାଇଛି, ଯିଏ ଧନୀ ହେଇଛି ବହୁତ ଧନୀ ହେଇଯାଇଛି। ଆଉ ସେମାନେ କଣ କରନ୍ତି, ଯୋଉମାନେ ଗରିବ ଇଏ ହେଇଯାଇଛି ତାକୁ ବହୁତ ଘୃଣା ଚକ୍ଷୁରେ ଦେଖନ୍ତି, ଯେ ତା କର୍ମ ଠିକ ରେ ତାକୁ ଘୃଣା ଚକ୍ଷୁରେ ଦେଖନ୍ତି। ଫଳରେ ସେ ଲୋକଟା ଜୀବନଟା ଏକଦମ ପୁରା ଦୁଷ୍ଟ ହେଇଯାଏ। କିନ୍ତୁ ଠାକୁର ସେଇଭଳି ଦୁଷ୍ଟଟାକୁ ଆଣିବାକୁ ଚାହୁଁନାହାନ୍ତି, ଯେ ପାଶ୍ଚାତ୍ୟ ପରିବେଶର ଯୋଉ ପ୍ରଭାବଟାକୁ ତୁମ ଭିତରେ, ତୁମେ ଖାଲି ନିଜେ ବଞ୍ଚିବ କେମିତି, ନିଜେ ବଡ ହେଇଯିବ, ନିଜେ ବଞ୍ଚିଗଲ ନିଜେ, ତାହେଲେ ଅନ୍ୟର ବଞ୍ଚିବା ବଢିବାଟାକୁ ତୋ ଭିତରେ ତୁ ପୋଷଣ କରୁନୁ। ତେଣୁ ଠାକୁର ଏଠି ବାଧ୍ୟ କରୁଛନ୍ତି ପ୍ରତ୍ୟେକ ସତ୍ସଙ୍ଗୀ, ପ୍ରତ୍ୟେକ ତାଙ୍କ ସନ୍ତାନକୁ ଏ ଆହ୍ୱାନ ଦଉଛନ୍ତି, ଏଇ ନିର୍ଦ୍ଦେଶ ଦଉଛନ୍ତି। ଏଇ ନିର୍ଦ୍ଦେଶଟା ଦଉଛନ୍ତି କଣ, ଯେ ସେ କଥା ଲାଭ ନାହିଁ ସେଥିରେ। ଆମ୍ଭେ ଆମ୍ଭ ମାନଙ୍କର ବୈଶିଷ୍ଟ୍ୟ ଅନୁଯାୟୀ ଚଳିଲେ ନିଜେ ନିଜେ ଯେପରି ଲାଭବାନ ହେବୁ, ଅନ୍ୟମାନେ ମଧ୍ୟ ସେଇପରି ଲାଭବାନ ହେବେ। କିନ୍ତୁ ନିଜେ ବଞ୍ଚିଲେ ବାପର ନାମ ଯେଟା କୁହାଯାଏ ନା ରହେ, ନିଜେ ବଞ୍ଚିଲେ ଏଇ ବୁଦ୍ଧି, ଏଇ ଚିନ୍ତା, ଏଇ ଭାବନା ଯଦି ଆମେ ନେଇ ଚାଲିବା ତାହେଲେ କଣ ହବ। ମୁଁ ଅଫିସ ଗଲି, ଅଫିସରେ ଖାଲି ମୋ ସିଟରେ ଯେତିକ ଦିଆହେଇଛି ସେତିକ ମୁଁ କରିଦେଲି, ସେଟା ବି ହେଲେ ଅଫିସ କାମ ହବନି। ମୁଁ ଦେଖି ମୋର ନେଚର ହଉଛି କଣ, ମୋ ସିଟରେ ଯେତିକି କାମ ମତେ ସରିଯାଏ, ମତେ ବେଶୀ କଷ୍ଟ ଲାଗେନି, ସେଟା ସେ ବହୁତ ଶୀଘ୍ର ସରିଯାଏ ମୋର। କିନ୍ତୁ ମୁଁ ଦେଖେ 5 ଜଣଙ୍କ ସିଟର କଣ କାମ ଅଛି, ଯୋଉ କାମଟା କି ଲୋକଙ୍କର ସେଠି ଉପକାର ଅଛି, କାହାର କିଏ ପେନସନ ପାଇବ, କାହାର କିଏ ଏରିୟର ପାଇବ, କାହାର କିଏ କଣ ପାଇବ, ତାର ସାଙ୍ଗସନ ଅର୍ଡରଟା କେମିତି କରିଦେବି, ଯୋଉକାର ପେନସନ ଯିବ। କିଏ ଗୋଟେ ଆଜି ଗୋଟେ ଜଣେ ପହଞ୍ଚିଲା ହ୍ୟାଣ୍ଡିକ୍ୟାପ୍ଟ ଲୋକ, ତା ବାପା ପେନସନ ପାଉଥିଲେ, ଗଭର୍ଣ୍ଣମେଣ୍ଟର ଅଛି ପ୍ରୋଭିଜନ ଯେ ସେ ତାର ହ୍ୟାଣ୍ଡିକ୍ୟାପ୍ଟରେ ତାର ସାରା ଜୀବନ ସେ ପାଇବ। ଆସି ପହଞ୍ଚିଗଲେ ଡାକ ହେଲା ମତେ। ମୁଁ ସେଠି ଗଲି, ମୁଁ କହିଲି ତ ଧୀରେ ଆସିବୁ, ସବୁ ଜିନିଷ ତାକୁ ଲେଖିଦେଲି। ଏଇ ଯେ ଜିନିଷଟା ମୁଁ ଗୋଟେ ମୋ ସିଟରେ, ମୁଁ କହିବି ନା ଏଇଟା ମୋ ସିଟର କାମ ନୁହଁ, ମୁଁ କାହିଁକି ଅନ୍ୟକୁ ସାହାଯ୍ୟ କରିବି, ଅନ୍ୟ କରିବି, ଏଇଟା ହେଲେ ହବନି। ଇଏ ବୁଦ୍ଧି ଦରକାର। ତେଣୁ ପ୍ରତ୍ୟେକ ଏ ଅଫିସରେ ସବୁ ଷ୍ଟାଫ, ଯୋଉ ପିଅନ ଷ୍ଟାଫ, ଯୋଉମାନେ ଦରଖାସ୍ତ ଲେଖି ଜାଣନ୍ତିନି, ସେମାନେ ଆସିଯିବେ, ଆସି ପହଞ୍ଚେ, ମନୋଜ ଦା, ଏ ମନୋଜ ଭାଇ ଟିକେ ସାର୍ ଟିକେ କରିଦିଅନ୍ତୁ, ଏଇଟା ଲେଖିଦିଅନ୍ତୁ, କେମିତି ହିସାବରେ ହେଲେ ମୋର ପାଇବ, କେମିତି ଜଣେ ଅନ୍ୟ ଲୋକ କେମିତି ଫାଇନାନ୍ସିଆଲ ବେନିଫିଟ ପାଇବ, ଏଗୁଡାକ ସବୁ ତ କିରାଣୀ ମାନେ ଜାଣିଥାନ୍ତି, ଅନ୍ୟ ମାନେ ଜାଣନ୍ତିନି। ତେଣୁ ମୁଁ ତାଙ୍କୁ କଣ କରେ, ଯେ ସେମାନଙ୍କର କଣ କଲେ ସେମାନେ ଫାଇନାନ୍ସିଆଲ ବେନିଫିଟ ପାଇବେ, ସେ କାମଟା ମୁଁ କରିଦିଏ। ତେଣୁ କିଛି ଲୋକଙ୍କର ଅନ୍ୟ ସିଟରେ କାମ ବଢିଯିବ, ବିଲ୍ କର, ଅମୁକ କର, ତମୁକ କାମ ବଢିଯାଏ। ତେଣୁ ସେମାନେ ମୋ ଉପରେ ବିରକ୍ତ ହୁଅନ୍ତି। ସେ ବିରକ୍ତି ହେଲେ ମୁଁ ଛାଡିବାର ନୁହେଁ। ଯଦି ଅନ୍ୟଙ୍କର କୌଣସି ଉପକାର ହୁଏ ଆମେ ଛାଡିବା ନାହିଁ, ତାକୁ କରିକି ଦବା। ଏଇ ପୁରା ମାନେ ଆପଣଙ୍କର ଆମ ସେଟଲମେଣ୍ଟରେ ଷ୍ଟାଫ ପ୍ରାୟ ଥିଲେ 5-10 ହଜାର ଷ୍ଟାଫ ଥିଲେ। ଆମ ହରିଦା ଥରେ ଆସିଥିଲେ, କହୁଥିଲେ ଥରେ ଯେ ଆମ ଗାଁରେ ସେ ଲୋକଟା ଆସିଥିଲା, ତାର ଗୋଟେ କରିଦିଅନ୍ତୁ, ସେ ତାର ପାଇବ। ମୁଁ ମୋ ପାଖର 3000 ଲୋକଙ୍କର ସବୁ ଯାଇଛି, ଲାଷ୍ଟ ତାଙ୍କର ପେ କାଢିକି, ତାଙ୍କର ଲାଷ୍ଟ ପେ କାଢିକି ସବୁ ପଠେଇଲି। ସେମାନେ ସବୁ ଲକ୍ଷ ଲକ୍ଷ, ଏଇ ଯୋଉ ଲୋକମାନେ ଖୁସି ହେଲେ, ଆନନ୍ଦ ପାଇଲେ, ତାଙ୍କର ଯୋଉ କଷ୍ଟ କରିଥିଲେ, ଯୋଉ କଷ୍ଟଜିତ ଧନଟା ପାଇଲେ। କିନ୍ତୁ ସେଇ କାମକୁ ବି କିଛି କିଛି କରୁଛନ୍ତି କଣ, 5 ଥର 10 ଥର ଘୁରିବେ। ଏହା ଦ୍ଵାରା କଣ ହୁଏ ନା, ଜଣେ ଲୋକ ଯେତେବେଳେ 10 ଥର ଘୁରିବ ବିରକ୍ତ ହେଇଯାଏ, ସେ ଏତେ ଥର ଆସିବି କାହିଁକି, କିଛି ପଇସା ପତ୍ର ଦେଇଦିଏ। ତେଣୁ ଏ ଯେ ନିଜେ ବଞ୍ଚିବା, ଖାଲି ଅନ୍ୟ ଯେ ସିଏ ଯେ ବଞ୍ଚିବ, ତାକୁ ତାର କିଛି ସୁବିଧା କରିଦେବି ମୁଁ, ସେଇ ସୁବିଧା ନା ଖାଲି ମୋର କରିଯିବି, ଖାଲି ମୁଁ ତ କରିବି, ଆଉ ମୁଁ ନିଜେ ବଞ୍ଚିଲେ ମୋ କାମ କରିଦେଲେ ମୋର, କାହିଁ ସିଏ କଲାନି କଣ, ସେମିତି କଥାଟାକୁ
ଗୁରୁତ୍ୱ ଠାକୁର। ତେଣୁ ଏଇଭଳିଆ ସେ ଭାତୃଭାବ ଦରକାର, ସେ ଭାତୃଭାବ ଦରକାର। ଇଷ୍ଟବୃତ୍ତି ମୁଁ କରୁଛି, ମୁଁ ଭାତୃଭୁଜ ଦଉଛି ମାନେ ମୁଁ ସମସ୍ତଙ୍କ କଥାରେ ବୁଝିବି, ସମସ୍ତଙ୍କର ଅସୁବିଧା ସୁବିଧା ସବୁ ବୁଝିବି, ଜଣଙ୍କ ବିପଦ ଯାକେ ଠିଆ ହେବି ତା ପାଖରେ। ଏଇ ଯୋଉ ଜିନିଷ ଭାବ, ସେଇ ଭାବଟା ଜାଗ୍ରତ ଜାଗ୍ରତ ହୁଏ। ଏଇ ରଜନୀଦା କଥା ମୁଁ ଥରେ ଶୁଣିଛି, ମୋ ମଉସା କହୁଥିଲେ, ଜଅସର ତହସିଲଦାର ଥିଲେ ରଜନୀଦା। ସେଠି ମଉସା ମୋର କ୍ଲର୍କ ଥାନ୍ତି, ସେ କହିଲେ ରଜନୀଦାଙ୍କ ଭଳିଆ ଲୋକ କେହି ନାହିଁ। କାହିଁକି ଠାକୁରଙ୍କୁ ଧରିଛନ୍ତି, ସେ ଭାବଟା ତାଙ୍କ ପାଖରେ ଅଛି। ସେ କହିଲେ ହେମନ୍ତ, ଯୋଉମାନେ ଗରିବ ଗୁରୁବା ଲୋକ, ବୁଢା ବୁଢା ଲୋକ ସବୁ ଆସୁଛନ୍ତି ଅଫିସକୁ, ତୁ ସେମାନଙ୍କ କାମଟା ଚଟପଟି କରି ବିନା ପଇସାରେ ଟିକେ କରିଦେବୁ ଶୀଘ୍ର। ଏଇ ଯେ ଭାବ, ଏଇ ଭାବ କାହିଁକି ନା ଗୁରୁଙ୍କୁ ଧରିଥିବାରୁ। ସେ ଭାତୃଭୁଜ୍ୟଟା କଣ, ଭୂତଭୁଜ୍ୟ କଣ, ଏଇ ସବୁ ଜ୍ଞାନଟା ଥିବା ଯୋଗୁ ଠାକୁର ଆମକୁ ଆହୁରି 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 କରିବାକୁ ପଡେ। ଯିଏ ଯେତେ ଏମିତି କରେ, ଯେତେ କରେ, ଠାକୁର କହୁଥିଲେ କାହିଁକି ଯେ ତୁମେ ଜଣେ ସତ୍ସଙ୍ଗୀ ଗଲେ ତାକୁ ଲୋକେ ଚାହିଁ ରହିବେ, ତା ପଛରେ ଦୌଡ଼ିବେ ମେଞ୍ଚା ମେଞ୍ଚା ଲୋକ। କାହିଁକି ନା ସତ୍ସଙ୍ଗୀର ସେଇ ସତ୍ ଆଚରଣ, ଅନ୍ୟକୁ ଦବା, ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟକୁ ବୁଦ୍ଧି ଦେଖେଇବା, ଅନ୍ୟକୁ ଦେବା ଭିତରେ। କିନ୍ତୁ ଯଦି ଆମେ ଯଦି କଣ ହଉଛେ, ସ୍ୱାର୍ଥପର ହେଇଯାଉଛି। ସ୍ୱାର୍ଥପରଟା କୁ ବିଦାୟ ଦେବା, ପରାର୍ଥକୁ ଧାରଣ କରିବା। ଆଉ ପରାର୍ଥକୁ ଯେତେବେଳେ ମଣିଷ ଧାରଣ କରେ ବା ଈଶ୍ୱରମୁଖୀ ସେଇଠି ଯେତେବେଳେ ହୁଏ, ଈଶ୍ୱର ଖୁସି ହୁଅନ୍ତି। ତେଣୁ ଠାକୁର ଏଇଠି ପୁଣି ବୁଝୁଛନ୍ତି କଣ, ଯେ ବୈଶିଷ୍ଟ୍ୟ ଅନୁଯାୟୀ ଚଳିଲେ ଆମ୍ଭର ଯାହା ହେବା କଥା ତ ତାହା ହୋଇପାରିବୁ, ସେତେବେଳେ ଅନ୍ୟମାନଙ୍କ ଆମ୍ଭ ପାଖରୁ ଯାହା ପାଇବାର କଥା ତାହା ମଧ୍ୟ ପାଇପାରିବେ। ଧରନ୍ତୁ ପ୍ରତ୍ୟେକ ଯଦି ଇଷ୍ଟବୃତ୍ତିକୁ ଅମଲଙ୍କ ନିତ୍ୟ ବାସ୍ତବରେ ପଞ୍ଚଯଜ୍ଞ କରନ୍ତି, ତାହେଲେ ବି ବିରାଟ କଥା। ଏଇ ପଞ୍ଚଯଜ୍ଞ କଥା ଶରଣ କରେ ମୁଁ ଇଷ୍ଟବୃତ୍ତି ସହିତ ତାର ଅଙ୍ଗ ହିସାବରେ ଭାତୃଭୁଜ୍ୟ ଓ ପରିବେଶର ସାହାଯ୍ୟ ଦାନରେ ବିଧାନ ଭୂତଭୁଜ୍ୟ ଆବଶ୍ୟକ ଭାବରେ ଯୋଡ଼ି ଦେଇଛି। ଏଇଥିପାଇଁ ମୁଁ ଯୋଡ଼ିଛି। ରୋଜ ପ୍ରତ୍ୟେକ ଦିନ ଯଦି ପ୍ରତ୍ୟେକ ଭାବନ୍ତି, ପ୍ରତ୍ୟେକ ପାଇଁ କରନ୍ତି, ପ୍ରୀତିପୂର୍ଣ୍ଣ ପାରସ୍ପରିକ ଆଦାନ ପ୍ରଦାନ ଓ ସେବା ବିନିମୟ ଅତି ସହଜରେ ଉତ୍ସାହ ବଢି ଉଠିବ, ତାହେଲେ କେହି ଜଣେ କଣ ନିଜକୁ ଅସହାୟ ମନେ କରିବ? ସମସ୍ତଙ୍କ ହୃଦୟରେ କେତେ ବଳ ହୁଏ, କେତେବେଳେ ସମସ୍ତେ ମିଳି ଜଣେ ମଣିଷ, ଏହାକୁ କହନ୍ତି ସଂହତି। ଆଉ ସଂହତିର ହିଁ ଶକ୍ତିର ଶକ୍ତିବାନ ଏଇ ଜଣେ ଯେତେ ଯଥା ଲୋକଙ୍କର ସେବା କରିବ, ଯଥା ଲୋକଙ୍କର ସର୍ବସ୍ୱର ଅଧିକାରୀ ହବ। ଠାକୁର କହୁଛନ୍ତି ଯେତେ ଲୋକଙ୍କର ସେବା କରିବ, ଯଥା ସର୍ବସ୍ୱର ଅଧିକାରୀ ହେଇଯିବ, ତମେ ସବୁ ସର୍ବସ୍ୱ ତୋ ପାଖରେ ଆସି ଠୁଳ ହେଇଯିବ। ସେଇ ଭାବନା, ସେଇ ଚିନ୍ତା ଆମେ ପୋଷଣ କରିବା ଦରକାର। ତେଣୁ ଠାକୁର ତ ଦେଇଛନ୍ତି। ତେଣୁ ଯେ ମୁଁ କାହିଁକି ଦେଲି ଭାତୃଭୁଜ ଭୂତଭୁଜଟା କାହିଁକି ଦେଲି, କାହିଁକି ଦବାର କାରଣ ହଉଛି ତା ମୂଳରେ ଯେ ତୁ କଣ କରିବୁ ନା ଖାଲି ତୁ ନିଜ ପାଇଁ ନଇକି ସମସ୍ତଙ୍କ ଭିତରେ ତୁ ହେଇଯିବୁ ଗୋଟେ ଏକକ ଭାବରେ ତୁ ଯେ ହେଇଯିବୁ, ତୁ ସମସ୍ତଙ୍କର ସର୍ବସ୍ୱର। ଯେତେବେଳେ ବିବେକାନନ୍ଦ ଯେତେବେଳେ ଚାହୁଁଥିଲେ କଣ ଯେ ମୁଁ ନା ନିର୍ବିକଳ୍ପ ସମାଧିରେ ସବୁବେଳେ ରହିବି, ଈଶ୍ୱରଙ୍କ ସହିତ ରଞ୍ଜନ କରିବି, ଉପଭୋଗ କରିବି। କେମିତି କରିବି ସବୁବେଳେ ତାଙ୍କର ସେଇ ଚିନ୍ତା ଥିଲା। ମୁଁ ଇଏ ଜଗତକୁ ଛାଡି ଦେଇକି ମୁଁ କେବଳ ଈଶ୍ୱରଙ୍କ ସହିତ ସମାଧିସ୍ଥ ଅବସ୍ଥାରେ ସବୁବେଳେ ରହିବି। ଏ ଭାବନାଟା ଜାଣିପାରିଲେ ଗୁରୁ ତ ରାମକୃଷ୍ଣ ଦେବ ସେ ଜାଣିପାରନ୍ତି। ଗୁରୁ ସବୁ ଜାଣନ୍ତି, ସମସ୍ତଙ୍କ ଭାବକୁ ପଢି ପାରନ୍ତି। ସେ ଭାବକୁ ପଢି ପାରନ୍ତି ବୋଲି ସେ ଭାବ ବିନୋଦିଆ ଠାକୁର ଆମେ କହୁ, ପ୍ରେମମୟ ଠାକୁର କହୁ। ସେ ପ୍ରେମର ଯୋଉ ମଞ୍ଜି ବପନ କରିଥିଲେ ସେତେବେଳେ ରାମକୃଷ୍ଣ ବିବେକାନନ୍ଦଙ୍କ ଭିତରେ, ତା କଣ ଥିଲା? ତୁଟା ବଡ ସ୍ୱାର୍ଥପର, ତୁଟା ବଡ ସ୍ୱାର୍ଥ, ତୁ ତୋ କଥା ଭାବୁଛୁ ଖାଲି, ତୁ କେମିତି ମୁକ୍ତି ପାଇବୁ, ତୁ କେମିତି ସମାଧିସ୍ଥ ରହିବୁ, ଠାକୁରକୁ ଉପଭୋଗ କରିବୁ। ତୁ ତୋହରି ଭିତରେ ତୁ ରହିଗଲୁ। ତୁ କାହା ଭିତରେ ରହିଗଲୁ ନା ତୋ ନିଜ ଭିତରେ ତୁ ରହିଗଲୁ। ତୁ ଅନ୍ୟ ଲୋକଙ୍କ କଥା ବୁଝିଲୁନି, କରିଲୁନି, ହେଲୁନି। ତା ଫଳ କଣ ହେଲା? ତୋ ଜୀବନଟା କଣ ହେଇଗଲା? ବନ୍ଧ୍ୟା ହେଇଗଲା। ତେଣୁ ମୁଁ ଭାବିଥିଲି ତୁ ଗୋଟେ ବଟ ବୃକ୍ଷ, ଯେମିତି ବଟ ବୃକ୍ଷ ତଳେ କଣ ହୁଏ, ଶହ ଶହ ଲୋକ ଆସି ତୋର ଛାଇର ସୁଶୀତଳ ଛାଇର ସଂସ୍ପର୍ଶରେ କଣ ହେବେ? ସାନ୍ତ୍ୱନା ପାଇବେ, ଶାନ୍ତି ପାଇବେ,
ଏବଂ ମୁକ୍ତିର ବାଟ ପାଇବେ। ସେତେବେଳେ ବିବେକାନନ୍ଦଙ୍କର ବାସ୍ତବରେ ରିଏଲାଇଜ ହେଲା, ସେଟା ସେ ବୁଝି ପାରିଥିଲେ ତାଙ୍କର ଯୋଉ ଯୋଉ ମାନେ ଯୋଉ ପ୍ରସାର ଭାବନା, ବିସ୍ତାର ହିଁ ଜୀବନ, ବିସ୍ତାର ହିଁ ପ୍ରେମ, এই ବିସ୍ତାର ଭାବନାଟାକୁ ସେଦିନ ବୀଜ ବପନ କରିଥିଲେ ରାମକୃଷ୍ଣ ଗୁରୁଦେବ, ତାଙ୍କର ଗୁରୁ ପୁରୁଷୋତ୍ତମ ସେଦିନ ସେଇ ବିବେକାନନ୍ଦ ଭିତରେ ସେଇ ବୀଜ ବପନ କରିଥିଲେ ଯେ ତୁ କେବଳ ତୋ ପାଇଁ ନୁହେଁ, ଏ ବିଶ୍ୱ ଜଗତ ପାଇଁ। ଠାକୁର ଜଣ କହିଗଲେ ପୁଣ୍ୟପତିରେ, ବିଶ୍ୱ ପ୍ରେମ ଅନ୍ୟ ପାଇଁ ତୁ ଯା ଦେଇଦେ, ବଳିଦେ ନିଜକୁ, ଅନ୍ୟ ପାଇଁ କାନ୍ଦ। ଆମେ କଣ କରୁଛେ? ଆସକ୍ତିରେ କାନ୍ଦୁଛେ। ଠାକୁର କହୁଛନ୍ତି କଣ? ଭଲ ପାଇବାରେ କାନ୍ଦ। ଏଇ ଭଲ ପାଇବାଟା କେତେବେଳେ ହବ? ଯେତେବେଳେ ଇ ବିଶ୍ୱ ଜଗତର ପ୍ରତିଟି ଚରାଚରର ସବୁଟି ସର୍ବ ଜୀବକୁ ମୁଁ ଭଲ ପାଇବି, ସମସ୍ତଙ୍କୁ ଆପଣାର କରିନେବି, ସମସ୍ତଙ୍କର କୁଷ୍ଠ ଗୋଟେ ଏଇ କାଲି ପଢୁଥିଲି ସେ କଥାଟା ବି, ଯେ ଦେଖନ୍ତୁ ଠାକୁରଙ୍କର କେମିତି ଥିଲା ଜୀବନ ଚର୍ଯ୍ୟା। ଗୋଟେ ଜଣେ ଲୋକ କଣ ହେଇଛି, ଦିନେ ସବୁ ଭକ୍ତ ମାନେ ବସିଛନ୍ତି, ବୁଲା କୁକୁରଟା ଗୋଟେ କଣ ହେଇଛି, ତାକୁ ଜଣେ ଲୋକ ଦୌଡ଼ିଛି, କଟୁରୀ ଧରିକି, ଧାରୁଆ କଟୁରୀ ଧରିକି ଗୁଡେଇଛି। ସେ ବୁଲା କୁକୁରଟା କଣ କରୁଛି, ଆସିକି ଠାକୁର ଯେଠି ବସିଥିଲେ ଆଶ୍ରମ ଭିତରେ, ପାବନାର କଥା ଏଟା, ସେଇ ଠାକୁରଙ୍କ ଚୌକି ଭିତରେ ଗଳି ଯାଇଛି। ଏଟା ଆଶ୍ରମ କୁକୁର ନୁହେଁ, ସିଏ କିନ୍ତୁ ଆସିଛି ଠାକୁରଙ୍କ ପାଖକୁ ଧାରୁଆ ଧରିକି। ସେ ଭାବିଛି ଠାକୁରଙ୍କ ପାଖରେ ଚୌକି ଭିତରେ ଗଳିଗଲା ମାନେ ତାର ବିଶ୍ୱାସ କି ଏଇଟା କୁକୁରଟା ଠାକୁରଙ୍କର ହବ, ସେ ଆଉ ବୁଲା କୁକୁର ଜାଣିନି। ତ ଠାକୁର ଆପଣଙ୍କ କୁକୁର ଯୋଗୁ ଯାଇ ସେ କଣ କରୁଛି, ସବୁଆଡେ ମୋ ଘର ଭିତରେ ପଶିକି ସବୁ ଖାଦ୍ୟ ଦ୍ରବ୍ୟ ଗୁଡାକ ସବୁ ଇଏ କରିଦେଇଛି। ମୁଁ ଆଜି ତାକୁ ହାଣିବା ଯାଏ ମୋର ଇଏ ନାହିଁ। ସେଇ ଠାକୁର କଣ କହିଲେ? ଠାକୁର ତାଙ୍କର ଭୟ, ଗୋଟେ ଦୟାଲ ଭୟାଲ ରୂପ ଦେଖିଛନ୍ତି ଠାକୁର ସେଠି। ଦେଇ କଣ କହିଛନ୍ତି ଯେ କୁକୁରକୁ ମାରିବ ତ, କିନ୍ତୁ ତା ପୂର୍ବରୁ କଣ କରିବ ନା ମତେ ମାରି ଦେଇକି ଯିବ, ମତେ ମାରି ଦେଇକି କୁକୁର ପାଖରେ ପହଞ୍ଚିବ। ଏଇ ଯୋଉ ଭଏସ, ଯୋଉ ଉର୍ଜି ଚେତନା, ଉର୍ଜି ଭିତରେ ଠାକୁର କହିଲେ, ସେ ଯେ କୁକୁରଟା ଲୋକଟା ଲାଗି ଧାରୁଆ କଟୁରୀ ଧରିକି ଆସିଥିଲା, ତା ପୁରା କ୍ଷଣିତ ହେଇଗଲା। ତାହେଲେ ଦେଖନ୍ତୁ ଠାକୁରଙ୍କର କି ଏଇ କହିବାର ତାତ୍ପର୍ଯ୍ୟ ହଉଛି ଏଇଆ, ଯିଏ ସାମାନ୍ୟ ଗୋଟିଏ ବୁଲା କୁକୁର ପାଇଁ ତାର ଜୀବନ ଦବାକୁ ପଶ୍ଚାତ ପଦ ହୁଏ ନାହିଁ। ଆମେ କେତେ କରୁଛେ? ଆମେ ନିଜକୁ କେତେ ଏଇଭଳିଆ କେତେ କରୁଛେ? ନିଜକୁ ଆତ୍ମସମୀକ୍ଷା କରିବା। ଆମେ କେତେ ଏଇ ଯୋଉ ଜୀବ ଜଗତ ପାଇଁ କଣ କରୁଛେ? ଗୋଟେ ଗଛ ଲଗୁନେ, ଗୋଟେ ଗଛ ଆମେ ଯତ୍ନ ନଉନେ। ଆଜି ପୃଥିବୀରେ ସେଟା ଶ୍ମଶାନ ହେଇଗଲାନି। କାହିଁକି ଶ୍ମଶାନ ହେଇଗଲା? ସ୍ୱାର୍ଥପରତା, ଅନ୍ୟକୁ ବଞ୍ଚିବାର ବୁଦ୍ଧି ନାହିଁ, ସବୁବେଳେ ଖାଲି ନିଜେ ବଞ୍ଚିବା। ଏଇ ଭାବନାଟା ଯେତେବେଳେ ମଣିଷ ଭିତରେ ଜାଗ୍ରତ ହେଇଯାଉଛି, ସେ ସଂକୀର୍ଣ୍ଣତା ଗଣ୍ଡି ଭିତରେ ରହିଯାଉଛି। ତେଣୁ ବିସ୍ତାର ହିଁ ଜୀବନ, ଯେ ବିସ୍ତାର ହିଁ ପ୍ରେମ। ତେଣୁ ଠାକୁର ଏଇ ଦୈନନ୍ଦିନ ପରିଚର୍ଯ୍ୟା ଭିତରେ ଆମକୁ ସେଇ ଇଷ୍ଟଭୃତି ଶାସ୍ତ୍ରରେ ଏଇ ଦିଟା ଯୋଡିଦେଲେ ଏଇଥିପାଇଁ, ସେ ବିସ୍ତାର ଜୀବନ ପାଇଁ, ପରିବେଶ ପାଇଁ। ଏଇ ପରିବେଶ ପାଇଁ ଆମକୁ ବହୁତ କରିବାର ଅଛି, ବହୁତ ଖଟଣି ଅଛି। ଠାକୁର କହୁଛନ୍ତି ନା, ମଣିଷ ପିଛାରେ ବହୁତ ଖଟଣି ଦରକାର, ବହୁତ ଖଟଣି। ଯେଟା କି ଠାକୁର ତାଙ୍କ ଜୀବନ ସାରା, କି ଠାକୁରଙ୍କର ଜୀବନରେ କଣ ଆମେ ଦେଖୁଛେ, କେତେ ଜୀବ ମାନେ ଭଲ ପାଇବା। ଗୋଟେ କେହି ଜଣେ ମାନେ ଘୋଡା ପିଠିରେ ଚାବକ ପଡିଲେ ଠାକୁରଙ୍କ ଦେହରେ ପଡି ଯାଉଥିଲା, କାହିଁକି ନା ସେନ୍ସିଟିଭ। ଏ ଯୋଉ ସେନ୍ସିଟିଭ ଠାକୁରଙ୍କ ଥିଲା ପ୍ରତ୍ୟେକ ଜୀବ ପାଇଁ, ପ୍ରାଣ ତାଙ୍କର କାନ୍ଦୁଥିଲା, ଅତ୍ୟନ୍ତ ଇଏ ଯାଉଥିଲେ, ମର୍ମାହତ ହେଉଥିଲେ। ପୁଣି ଥରେ ପଦ୍ମା ନଦୀର ତୀରରେ ଜଣେ କିଏ ବନ୍ଧୁକରେ ଗୁଳି ମାରି ଗୋଟେ ପକ୍ଷୀକି ପଡିଥିଲେ, ଠାକୁର ନିଜେ ଚିତ୍କାର, ଯେମିତି ସେ ଗୁଳିଟା ତାଙ୍କ ଦେହର ବିଦ୍ଧ ହେଇଯାଇଛି। ଏଇ ସର୍ବ ପ୍ରତ୍ୟେକ ଜୀବ, ଇତର ଜୀବଜନ୍ତୁ ର ସେବା, ତାଙ୍କୁ ଭରଣ ପୋଷଣ କରିବା, ତାଙ୍କୁ ଖୁଆଇବା, ତାଙ୍କୁ ବଞ୍ଚେଇ ରଖିବା, ଠାକୁରଙ୍କର ଯୋଉ ପ୍ରାଣର ଉଚ୍ଛ୍ୱାସ ଥିଲା, ପ୍ରାଣର ଉଚ୍ଛ୍ୱାସ ଥିଲା। କାରଣ ତାଙ୍କ ଭିତରେ ଥିଲା, ଅନ୍ତଃସ୍ଥଟା କଣ ଥିଲା? ସେଇ ପ୍ରେମରେ ଭରି ଉଠିଥିଲା, ପ୍ରେମ। ତେଣୁ ତ ତାଙ୍କୁ କୁହାଯାଏ ପରମ ପ୍ରେମମୟ, ପରମ ପ୍ରେମମୟ ତାଙ୍କୁ କୁହାଯାଏ। ସେଇ ପ୍ରେମର ରଜ୍ଜୁ ଭିତରେ ସମସ୍ତଙ୍କୁ ସେ ବାନ୍ଧି ରଖିବାକୁ ଚାହୁଁଥିଲେ। ଖାଲି ସେଇ ପ୍ରେମ ରଜ୍ଜୁ ଭିତରେ ନିଜେ ଆଚରଣ କରିକି ଦେଖେଇ ଦେଇଗଲେ। ଆମକୁ କଣ ଶିଖେଇ ଦେଇଗଲେ? କଣ ଦେଖ, ମୁଁ ଘୋଡା ଦେହରେ ବସିନେ ମୋ ଦେହରେ ବାଜୁଛି, ସେଠି କିଏ ବନ୍ଧୁକରେ ଗୁଳି ଫୁଟୁଥିଲେ ମୁଁ ଚିତ୍କାର କରୁଛି, ତୁ ବି ସେଇଭଳିଆ ହେଇପଡ ସେନ୍ସିଟିଭ।
କେହି କାହାକୁ ମାରିଦେଲେ, କାହାକୁ କଣ କରିଦେଲେ, କାହାକୁ ରକ୍ଷା କରିବା ପାଇଁ, ଛାଗଟାକୁ ରକ୍ଷା କରିବା ପାଇଁ କଣ ଠାକୁର କେତେ ମାନେ ଏକଦମ ପାଗଳ ଭଳି ହେଇଗଲେ। ଗୋଟେ କୁକୁରକୁ ପିଆରି ରାକୁ କହିଲେ ତୁ ତାକୁ ଏମିତି କର, କାହିଁକି? ସର୍ବଜୀବ ପ୍ରେମ, ଭୂତ ଭୂଜ୍ୟ ସେଇଟା, ସେଇ ଭୂତ ଭୂଜ୍ୟ ମନୁଷ୍ୟ ଏବଂ ଏଇ ଭୂତ ବା ଏଇ ଯୋଉ ଇତର ଜୀବଜନ୍ତୁ, ଏହାକୁ ନେଇକି ତ ଜଗତ, ଗଛ ଲତା ଜୀବଜନ୍ତୁ ଏଟାକୁ ତ ନେଇକି ତ ଜଗତ। ଯଦି ଯଦି ମଣିଷ ଆମେ ହେଇଛେ, ଆମ ଭିତରେ ସେଇ ହୁଶ ରହୁନାହିଁ। ଜଣେ ଲୋକ ଆକ୍ସିଡେଣ୍ଟ ହେଇକି ପଡିଛି, ଆମେ ସେମିତି ପଡି ଯାଉଛେ, ତାହେଲେ ଆମର ଭାତୃଭୁଜ୍ୟ ହେଲାନି। ସେଇଟା ହିଁ ଭାତୃଭୁଜ୍ୟ, ସେଇଟା ହିଁ ଭାତୃଭୁଜ୍ୟ। ତାକୁ ନେଇଯିବା, ତାକୁ ଡାକ୍ତର ଦେଖିବା, ତାର ଅସୁବିଧା ସୁବିଧା ବୁଝିବା, କିନା ଆମେ ଆମେ ନିଜକୁ ନେଇ ବ୍ୟସ୍ତ, ଅନ୍ୟ ପାଇଁ ଆମେ ଟିକେ ଆମର ତ ସହାନୁଭୂତି ନାହିଁ, ସହୃଦତା ନାହିଁ। ଯେ ସହୃଦ, ତାଙ୍କର ହୃଦୟ ତୁ ସେ ହୃଦୟଟାକୁ ପାଇବସ୍, ଦେଲେ ତୁ ଭଜିଲେ ମୁଁ ଶୁଣିବି, ନହେଲେ ଏଇ ଯେ ଭଜନା ଭିତରେ ଆମର କିଛି ବି ହବନି, କିଛି ବି ହବନି। ଏଇ ନିଜକୁ ଧିକାର କରିବା ଦରକାର ଯେ ଆମେ କେତେ ସଂକୀର୍ଣ୍ଣତାର ଗଣ୍ଡି ଭିତରେ ଆବଦ୍ଧ, ସେଇ ସଂକୀର୍ଣ୍ଣତା ଗଣ୍ଡି ଭିତରେ ଆମେ କେତେ ଆବଦ୍ଧ ହେଇ ରହିଛେ। ଆମେ ଅନ୍ୟ ପ୍ରତି ଆମର ଦୟା ମାୟା ଆସୁନାହିଁ, ଅନ୍ୟର ଦୁଃଖ ବେଳେ ଆମେ କାନ୍ଦି ପାରୁନେ, ଅନ୍ୟର ସୁଖ ବେଳେ ଆମେ କଣ କରୁଛେ, ବରଂ ଈର୍ଷା ପରାୟଣ ହେଇଯାଉଛି। ସେ ସୁନ୍ଦର ଭାବେ କହୁଛି, ସେ ସୁନ୍ଦର ଭାବେ ଗାଉଛି, ମତେ ଦେଇଥିଲେ ମୁଁ କରିଥାନ୍ତି। ଏଇ ଯେ ଭାବନା, ଅନ୍ୟ ଭିତରେ ଯୋଉ ସୁଗୁଣ ଗୁଡାକ ଅଛି ତାକୁ ବିକାଶ କରିବା। ଜଣେ କର୍ମଣ୍ୟ ଦରିଦ୍ର ହେଇଯାଇଛି, କାହିଁକି? ତାର କର୍ମ ତତ୍ପରତା ବୃଦ୍ଧି ପାଇନି। ସେଇ କର୍ମ ତତ୍ପରତା ତା ଭିତରେ ବୃଦ୍ଧି କରିବା ପାଇଁ ଆମର ପ୍ରେରଣା, ଆମର ଉତ୍ସାହ ଦରକାର। ଯଦି ଆମେ ତାକୁ ଉତ୍ସାହିତ କରିପାରୁନେ, କେତେ ଜଣ ଲୋକକୁ ଆମେ ସେଇଭଳିଆ ଉତ୍ସାହିତ କରୁନେ। ଜୀବନରେ ଯିଏ ଏତେ କରିପାରେ, ସେଇ ସବୁ ଜିନିଷ ଗୁଡା କରିପାରେ, ସେ ଲୋକଙ୍କର କଣ ହେଇଯାଏ, ଯଥା ସର୍ବସ୍ୱର ଅଧୀଶ୍ୱର, ଠାକୁର ଏଟା କହିଲେ, ଯଥା ସର୍ବସ୍ୱର ଅଧୀଶ୍ୱର ହବୁ ତୁ। ତୋ ଭିତରେ ଯୋଉ ବୁଦ୍ଧି ଗୁଡାକ ସବୁ ମୁଁ ଦେଇଗଲି, ଇଷ୍ଟ ନିର୍ଦ୍ଦେଶ ତାର ଚାହିଦା ପରିପୂରଣ ପାଇଁ, ସର୍ବଦା ମନ ଭିତରେ ଗୋଟେ ଉଦାଳ ଆବେଗ, ଏଇ ଆବେଗ ଯଦି ଆମ ଭିତରେ ନହେଲା, ଆମେ ଯେତେ ଭଜନ କରି, ଯେତେ କୀର୍ତ୍ତନ କରି, ଯେତେ ପଢି ନିଜେ ଜ୍ଞାନୀ ହେଇଯାଇ, ଯେତେ କହି, ତାର କିଛି ବି ମୂଲ୍ୟ ନାହିଁ, କିଛି ବି ମୂଲ୍ୟ ନାହିଁ। କାଣି କୋଉଠିର ମୂଲ୍ୟ ନାହିଁ। ତେଣୁ ସଦା ସର୍ବଦା ସେଇ ଭାବନାଟାକୁ, ଯେ ଜଗତ ଆଉ ମୁଁ ଏକ, ଏଟା ଅଲଗା ନୁହେଁ, ସେଇଟା ହିଁ ପରମ ପିତାର ଜଗତ, ମୁଁ ବି ଗୋଟେ ପରମ ପିତାର ଗୋଟେ କ୍ଷୁଦ୍ର ବିନ୍ଦୁ। ତେଣୁ ଏଇ ବହୁ ମାନଙ୍କୁ ନେଇକି ସିନା ଜଗତଟା ହବ। ଜଗତରେ କେହି ବି ରହିପାରିବନି। କାହାରି ଯଦି ବଞ୍ଚିବା ବଢିବା ଭିତରେ କିଏ ବାଧା ଦେଖୁଛୁ, ତୋ ଆଖିର ଯେତିକ ଆମର ପରିସୀମା ଭିତରେ, ପରିବେଶ ଭିତରେ ରହୁଛି, ତାକୁ କରିବା। କିନ୍ତୁ ଭାତୃଭୁଜର ତା ନୁହେଁ ଯେ ଖାଲି ଯେ ଆମେ ଇଷ୍ଟଭୂତି ଯେତେବେଳେ ଗଲା, ପୁଣି ଠାକୁର କହୁଛନ୍ତି, କେତେ କଥା ଠାକୁର କହିଛନ୍ତି। ପୁଣି ଠାକୁର କହୁଛନ୍ତି କଣ, ଆଉ ଗୋଟେ କହୁଛି ଠାକୁରଙ୍କର ଗୋଟେ କଥା ଅଛି, ଇଷ୍ଟଭୂତିର ଭାତୃଭୁଜ ଭୂତଭୁଜର ବ୍ୟବସ୍ଥା ଯେପରି କରାଯାଏ। ଜଣେ କହିଲେ, ଆପଣ ଆଗରୁ କହିଥିଲେ ଇଷ୍ଟଭୂତିର ଉଦ୍ବୃତ୍ତଟି ଜମା କରି ଯଦି ଜନହିତକର କାର୍ଯ୍ୟ କରାଯାଏ, ତାହେଲେ ଅନେକ କିଛି କରିବା ସମ୍ଭବ ହୁଏ। କିନ୍ତୁ ବର୍ତ୍ତମାନ ସମସ୍ତ ଇଷ୍ଟଭୂତିଟାକୁ ଯଦି ଇଷ୍ଟଙ୍କ ଦେବା ସାବ୍ୟସ୍ତ ହୁଏ, ତାହା ତ ସେଇ ସମ୍ଭାବନା ରହେ ନାହିଁ। ଶ୍ରୀ ଠାକୁର ଭାତୃଭୁଜ ପାରିପାର୍ଶ୍ୱିକର ସାହାଯ୍ୟ ପାଇଁ ନିଜ ପାଖରୁ ଦେବେ। ଏଇ ପାରିପାର୍ଶ୍ୱିକ ସାହାଯ୍ୟ ଯାହା ଦେବେ, ତାକୁ ଜମାଇ ସେଇଥିରୁ ସେଇ କାର୍ଯ୍ୟ କରାଯାଏ। ଏହା ଗୋଟିଏ ବଡ ଜିନିଷ। ତାର ମାନେ ଇଷ୍ଟଭୂତି ପୁରାପୁରି ଇଷ୍ଟଙ୍କୁ ପଠାଇଲେ ମଧ୍ୟ ଭାତୃଭୁଜ ଓ ପାରିପାର୍ଶ୍ୱିକ ସେବା ପାଇଁ ଯାହା କରଣୀୟ, ତାହା କିନ୍ତୁ ନିଜ ଠାରୁ କରିବାକୁ ହେବ। ଅନ୍ୟ ଜଣ କହିଲେ ଠାକୁରଙ୍କୁ ଯେ ପାରିପାର୍ଶ୍ୱିକ ସାହାଯ୍ୟ ପାଇଁ ଯାହା ରଖା ହେବ, ତାହା ସାଧାରଣତଃ ସେତେବେଳେ ହିଁ ଦେଇଦେବା ଭଲ, ଜମା ରଖି ହୁଏ ନାହିଁ। ସେ ଠାକୁର କହିଲେ ତାହାର ତ କୌଣସି ବଡ କାର୍ଯ୍ୟ ହେବ ନାହିଁ। ତାପରେ ସେ ବ୍ୟକ୍ତି କିଛି ବଡ କାମ ହେଇପାରିବନି।
ପୁଣି ଠାକୁର ଆଉ ସେଇ ବ୍ୟକ୍ତି କହୁଛନ୍ତି କଣ ଯେ ବର୍ତ୍ତମାନ ଅବସ୍ଥାରେ ପାରିପାର୍ଶ୍ୱିକର ସେବା ପାଇଁ ଯାହା ଦିଅନ୍ତି ତାହା କିନ୍ତୁ ସର୍ବତ୍ର ଜମା ରଖିବାର ବ୍ୟବସ୍ଥା ହିଁ କରିବା ଦରକାର। ଶ୍ରୀ ଠାକୁର ସେପରି ସୁଦ୍ଧା ସେପରି ସୁବିଧା ସେହିପରି କରିଲେ ହୁଏ। ଯେଉଁଠାରୁ ତାହା ସଂଗ୍ରହ କରି ସଂଗଠିତ ଭାବରେ ଜନହିତକର କାର୍ଯ୍ୟ କରିବାର ସମ୍ଭାବନା ଅଛି ସେଠାରେ ଜମା କରିବାକୁ ହୁଏ। ଆଉ ଯେଉଁଠାରେ ସେପରି ସୁବିଧା ନାହିଁ ସେଥିରେ ବ୍ୟକ୍ତିଗତ ଭାବରେ ପାରିପାର୍ଶ୍ୱିକ ସେବାରେ ଦେବାକୁ ପଡିବ। ଏ କଥା ସବୁ ଠାକୁର କହିଲେ। ତାହେଲେ ମାନେ ଏ କଥାଟା ମାନେ କଣ ଯେ ଗୋଟେ ତହବିଲ ତୋ ପାଖରେ ହବ। ତହବିଲ ଆମେ ମାନେ ସ୍ୱତନ୍ତ୍ର ତହବିଲ ଭାତୃଭୁଜ୍ୟ ଭୂତଭୁଜ୍ୟ ପାଇଁ ପ୍ରତ୍ୟେକ ଯେମିତି ଇଷ୍ଟଭୂତି ଆମେ କରୁଛେ ସେ ତହବିଲ ଆମେ ମଧ୍ୟ ଜମା କରିବା ଦରକାର। ସେଇ ଜମାଟା ଯଦି ଆମେ ଭିତରେ କରିକି ରଖି ଇଷ୍ଟଭୂତି ସାଙ୍ଗରେ ଦିଟା ଅଲଗା ଅଲଗା ବାନ୍ଧିକି ରଖିବ। ଠାକୁର କହିଛନ୍ତି ବି ଏ କଥାଟାକୁ ଯେ ଖାଲି ଯେ ତୁମେ ଠାକୁରଙ୍କ ପାଇଁ ଯେ ଇଷ୍ଟଭୂତି କରିଦେଇକି ରଖିଦେଉଛେ ଆମେ ତାହେଲେ ଇଷ୍ଟଭୂତି ପୂର୍ଣ୍ଣାଙ୍ଗ ହଉନି। କଣ କରିବ ପ୍ରତ୍ୟେକ ଦିନ ସେଇ ଭାତୃଭୁଜ୍ୟ ପାଇଁ ଗୋଟେ ଅଲଗା ରଖିବ, ଭୂତଭୁଜ୍ୟ ପାଇଁ ଅଲଗା ରଖିବ। ତାର ଆକାଉଣ୍ଟ ଖୋଲିବ। ଆମର ଶଙ୍କର ଦାକୁ କହିକି ମୁଁ ଗୋଟେ ଆକାଉଣ୍ଟ ତାଙ୍କର ଖୋଲିଛି ଏଇଭଳିଆ ଆକାଉଣ୍ଟ। ସେ କହିଲେ 10-15 ହଜାର ଟଙ୍କା ଦାଦା ହେଇଗଲାନି। ମୁଁ ଠିକ ଅଛି ସେ ଟଙ୍କା ହେଇଯାଉ। ହେଲା ପରେ ତାକୁ କଣ କରିବେ ଆପଣ ଯେଠି ଦେଖିବେ କାହାର ଅସୁବିଧା ଅଛି, କାହାର ଝିଅ ବାହାଘର ହେଇପାରୁନି, କିଏ ତଳେ ପଡିଯାଉଛି, କିଏ ରୋଗର କିଏ ପଡିଗଲାନି, ସେ ଟଙ୍କାକୁ ଦରକାର ପଡିଲେ ଆପଣ ଖର୍ଚ୍ଚ କରିବେ ନେଇକି। ସେଇଟା ଭାତୃଭୁଜ ସେଇଭଳିଆ। ତେଣୁ ଆମମାନଙ୍କର ଆକାଉଣ୍ଟଟା ଖାଲି ଆମର ନୁହେଁ। ମୋର ଜମା ରାଶି ଜଣେ ବ୍ୟକ୍ତି କଣ କରୁଛି ତା ଜମା ରାଶି ତାର ବ୍ୟାଙ୍କ ବାଲାନ୍ସ ବଢି ଯାଉଛି। ଯେତେ ବଢିଯିବ ତୋର ସେତେବେଳେ କଣ ହବ ସେତେ ତୁ ଖସିଯିବୁ। କାହିଁକିନା ଯେତେବେଳେ ଯାହା ପାଖରେ ଯେତେ ବଢି ଯାଇଥିଲା ଆପଣ ଦେଖିଛନ୍ତି ସବୁ ରାମାୟଣର ଦେଖନ୍ତୁ ରାବଣ ପାଖରେ ଅତ୍ୟଧିକ ହେଇଗଲା ତା ପାଖର ଜ୍ଞାନ ବି ହେଇଗଲା, ସୁନାର ଲଙ୍କା ହେଇଗଲା, ସେତେବେଳେ କଣ ଆଉ କିଛି ମାନିଲା କି ସେ? ତେଣୁ ତୋ ପାଖରେ ତୁ କିଛି ବଢା ନାହିଁ। ଯେମିତି ଠାକୁର କହୁଥିଲେ କଣ ନିକମ ମାନେ ତାଙ୍କ ପାଖରେ କିଛି ନଥିଲା। ଠାକୁର କହିଲେ ତୁମମାନଙ୍କର ତ ଗୋଟେ ବାକ୍ସ ବାକ୍ସ ଅଛି, ମୋର କିଛି ବି ନାହିଁ। ଦେ ମଧୁସୂଦନ ଠିକ କିଛି ନାହିଁ କିନ୍ତୁ ସବୁ ଅଛି। ସବୁ ଲୋକଙ୍କର ଈଶ୍ୱର ସେ ଯାହା କହିଛନ୍ତି ଯେତେ ଲୋକଙ୍କର ସେବା କରିବ ସେତେ ଲୋକ କେମିତି କାହିଁ ଈଶ୍ୱର ଯେ ହେଇଛନ୍ତି କାହିଁକି? ଈଶ୍ୱର ସେଇଟା ବି ଈଶ୍ୱରତ୍ଵ ଆମ ଭିତରେ ଜାଗ୍ରତ କରିବା ପାଇଁ ଠାକୁରଙ୍କୁ ତ ଆବିର୍ଭାବ। ଏ ଧରାଧାମକୁ ଆସିଛନ୍ତି ସିଏ ସେଇ ଜିନିଷଟା କରିକି ଦେଖି ଦେଇ ଯାଇଛନ୍ତି। ତାର ମାନେ ଆମମାନଙ୍କୁ ଯେ ପ୍ରତ୍ୟେକ ଦିନ ଇଷ୍ଟଭୃତି କରିବା, ଇଷ୍ଟଭୃତି ସାଙ୍ଗକୁ ଆଜିଠୁ ସମସ୍ତେ ଆମେ ଯେତିକ ଆମେ ଏଇ ଅନଲାଇନ ସତ୍ସଙ୍ଗରେ ଯୋଗ ଦେଇଛୁ ଯେ ଇଷ୍ଟଭୃତି ପାଇଁ ଯେ କଣ ମୁଁ କରୁଛି ପ୍ରତ୍ୟେକ ଦିନ ଭୂତଭୁଜ୍ୟ ଏବଂ ଭାତୃଭୁଜ୍ୟ ପାଇଁ କିଛି ଅର୍ଘ୍ୟ ମୁଁ ରଖିବି, ତାକୁ ପୁଟୁଳା କରି ବାନ୍ଧି ରଖିବି। ମାସ ସରିଲେ ଦିଟା ଆକାଉଣ୍ଟ ଖୋଲିବି। ଭାତୃଭୁଜ୍ୟ ନାଁରେ ସେ ମୋ ନାଁ ରହିଥାଉ କିନ୍ତୁ ଭାତୃଭୁଜ୍ୟଟା ଲେଖା ହବ। ଏବଂ ସେଇ ଟଙ୍କାଟାକୁ ତୁମେ କଣ କରିବ ନା ସେଇ ଟଙ୍କାଟାକୁ ଏଇ ଯୋଉ ବହୁ ଗୁରୁ ଭାଇ ଏବଂ ଠାକୁରଙ୍କର ସନ୍ତାନ ଖାଲି ଗୁରୁ ଭାଇ ଆମେ ତା ଭିତରେ ସୀମିତ ହେଇ ରହିଯିବାନି। ଆମେ ଅନ୍ୟକୁ ଆକୃଷ୍ଟ କରିବା କେମିତି? ଅନ୍ୟର କିଛି ସେବା କରିବାନି, ତା ଦୁଃଖ ସମୟରେ ଦବାନି, ତା ବିପଦରେ ପଡି ତା ବିପଦ ସମୟ ସାହାଯ୍ୟ କରିବାନି। ଆଚ୍ଛା ସିଏ ଆମ ପ୍ରତି ଆକୃଷ୍ଟ କାହିଁକି? ସେ ବୁଝିବ କଣ ଇଏ କି ଠାକୁରଙ୍କର ଶିଷ୍ୟ, ଠାକୁରଙ୍କର ଏଇ ଧାରା ତା ଭିତରେ ଅଛି। ଠାକୁର ସେ ଚାହୁଁଛନ୍ତି ଯଦି ମୁଁ ସେଇ କଥାଟା ମୁଁ କହିବି, ତାକୁ ସେଇ କଥାଟା କହିବି, ତାହେଲେ ଠାକୁରଙ୍କୁ ଧରିକି ଥିବାରୁ ତା ଭିତରେ ଏଇ ଭାବ ଉଦ୍ରେକ ହେଇଛି। ତେଣୁ ସେ ଯେ ଲୋକ ହେଇଥିବ ସେ ନିଶ୍ଚିତ ଆକୃଷ୍ଟ ହେବ। ଏଇଭଳି ତ ଆମ ଜୀବନରେ ବହୁତ ଲୋକଙ୍କୁ ମଧ୍ୟ ଦୀକ୍ଷା ଆମ ସଂସ୍ପର୍ଶରେ ଦୀକ୍ଷା ନେଇଛନ୍ତି। କାରଣ କାହାକୁ ଆମେ ସେବା କରିଛେ, କାହାର ଦୁଃଖ ଦୂର କରିଛେ, ସେମାନେ ତା ଭିତରେ ମଣିଷ ଲୋକ ଆସିବ। କିନ୍ତୁ ଯଦି ଆମେ ନିଥରେ କି ବସିଯିବା, ଖାଲି ଠାକୁର ଚାହୁଁନାହାନ୍ତି ସେଗୁଡାକ। ଠାକୁର ଚାହୁଁଛନ୍ତି ଏଇଭଳି ଜୀବନ, ବିସ୍ତାର ହିଁ ଜୀବନ, ବିସ୍ତାର ହିଁ ପ୍ରେମ। ଏ ବିସ୍ତାର ତ ହେଇଯା, ସେଇଟା ତୋ ଭିତରେ ଖାଲି ସୀମିତ ହେଇକି ରହନା। ତେଣୁ ଆମକୁ ଆଗିବାକୁ ହବ, ଚାଲିବାକୁ ହବ, କରିବାକୁ ହବ। ଏଇଭଳି କରିବା ଦ୍ଵାରା କଣ ହୁଏ? ଏଇ ଯେ ରଖିଲେ ଆମେ ତା ଫଳ କଣ ହଉଛି? ଆମେ ଯେ ମୋ ପାଖରେ ଯେତେବେଳେ ହେଇଗଲା ସେତେ ମାନେ ଗୋଟେ ମନ ଭିତରେ ରହିବ ସେ କଥାଟା ଯେ ଏଇଟା ରହିଲା ମୋର ଭୂତଭୁଜ୍ୟ ପାଇଁ ଏବଂ ଭାତୃଭୁଜ୍ୟ ପାଇଁ। ମାସ ସରିଲା ଇଷ୍ଟ ପୁଣି ସେଇ ସେତିକ ଟଙ୍କାଟା ଉଠିକି ମୁଁ କଣ କରିବି? କିଛି ଲୋକଙ୍କୁ ଏଇଭଳିଆ ଲଗିବି। ଦେଲେ କିଛି ଯଦି କିଛି 10-50 ଜଣ ଲୋକଙ୍କର ତମେ ସେବା କଲନି, କିଛି କଲନି, ବିଭିନ୍ନ ପ୍ରକାର ଖାଲି ଅର୍ଥ ନୁହେଁ ବା କର୍ମ
ସବୁ କିଛି କଥା ଖାଲି ଅର୍ଥ ଯେ ମଣିଷ କାହାକୁ କିଏ ବି କାହା ପାଖରେ ଧନ ବହୁତ ଅଛି, ବହୁତ ଧନ ତା ପାଖରେ ଅଛି, କିନ୍ତୁ ସେ ଧନ ବହୁତ ରହିକି ମଧ୍ୟ ତାକୁ କେମିତି ସେ ୟୁଟିଲାଇଜେସନ କରିପାରୁନି, ତା ଭିତରେ ସେ ବଧ ହେଇଯାଇଛି, ତାର ସେଇ ବଧ ତାକୁ ଭାଙ୍ଗିବା ଦରକାର। ସେଇଟା ଗୋଟେ ଭାତରୁ ବୁଝି ହେଇଗଲା। ସେବା ଠାକୁର କହୁଛନ୍ତି ଖାଲି ସେବା ଖାଲି ଧନ ଦେଇକି ସେବା କରାଯାଏନି, କେତେ ମଧୁର କଥା କହିକି ସେବା କରାଯାଏ। ବହୁ କଥା ଠାକୁରଙ୍କର ଅଛି, ସେଗୁଡାକ ସବୁ ଆମେ ନିତ୍ୟ ନିତ୍ୟ ପଢୁଛେ, ସତ୍ସଙ୍ଗରେ ଆଲୋଚନା ମଧ୍ୟ ହଉଛି, କିନ୍ତୁ ବାସ୍ତବ କର୍ମ ଭିତରେ ତାହା ଚରିତ୍ରାୟିତ ହଉନି। ତେଣୁ ଠାକୁର ଯେଉଁ ଧର୍ମାନୁଚରଣ ଚାହିଁଛନ୍ତି ଏବଂ ଠାକୁର ଯେଉଁ ଚାହିଁଛନ୍ତି ଯେ ପାରସ୍ପରିକତା ଚାହିଁଛନ୍ତି ଧର୍ମାଚରଣ ଭିତରେ, ସେ ପାରସ୍ପରିକତା ଗଜୁନି। ତ ପାରସ୍ପରିକତା ଯଦି ନ ଗଜିବ ଧର୍ମାଚରଣ ଭିତରେ, ଆମେ ଏକକ ଭାବରେ କେତେ ଶକ୍ତିହାରା ହେଇଯିବା। ଯଦି ଆମେ ଏକା ଏକା କରି ଚାଲିବା ବୁଲିବା, ତାହେଲେ ଆମେ ଶକ୍ତିହାରା ହେଇଯିବା, ପାରସ୍ପରିକତା ଗଜିଲା ନାହିଁ। ତେଣୁ ଏଗୁଡ଼ିକୁ ସବୁ ଆମର ବୋଧ ଧାରଣା ହେବା ଦରକାର। ବର୍ତ୍ତମାନ ମଧୁସ୍ମିତା ମା ଆସିଲେନି ନା? ଜୟଗୁରୁ। ଆଜ୍ଞା ମଧୁସ୍ମିତା ମା ଆସିଲେ ନା ନାଇଁ? ହଁ ଜୟଗୁରୁ ଦାଦା, ଜୟଗୁରୁ। ହଁ କୁହ, ଭଜନ କର, ଭଜନ କର, ଭଜନ କର, ଶୁଣିବା ଠାକୁରଙ୍କ କଥା। ଜୟଗୁରୁ, ସମସ୍ତଙ୍କୁ ମୋର ପ୍ରଣାମ। ଦରଦି ବନ୍ଧୁ ହେ ଟିକେ ମିନତି ମୋହର, ଦରଦି ବନ୍ଧୁ ହେ ଟିକେ ମିନତି ମୋହର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦରଦି ବନ୍ଧୁ ହେ ଟିକେ ମିନତି ମୋହର, ଦରଦି ବନ୍ଧୁ ହେ ଟିକେ ମିନତି ମୋହର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, କେତେ ଆଶା ଭରସାରେ ପଶିଛି ଶରଣ, ସେ ଆଶା ମୋହର ତୁମେ କରିଅଛ ପୂର୍ଣ୍ଣ, କେତେ ଆଶା ଭରସାରେ ପଶିଛି ଶରଣ, ସେ ଆଶା ମୋହର ତୁମେ କରିଅଛ ପୂର୍ଣ୍ଣ, ଛାଡ଼ିକି ପାରିବି କେବେ, ଛାଡ଼ିକି ପାରିବି କେବେ ତୁମ ଶ୍ରୀପୟର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ପୂର୍ବ ଜନମରେ ମୁଁ କି କରିଥିଲି ପୁଣ୍ୟ, ପୁଣ୍ୟ ବଳେ ପାଇଛି ମୁଁ ଶ୍ରୀ ପୁରୁଷୋତ୍ତମ, ପୂର୍ବ ଜନମରେ ମୁଁ କି କରିଥିଲି ପୁଣ୍ୟ, ପୁଣ୍ୟ ବଳେ ପାଇଛି ମୁଁ ଶ୍ରୀ ପୁରୁଷୋତ୍ତମ, ତୁମରି ନାମରେ ଧନ୍ୟ, ତୁମରି ନାମରେ ଧନ୍ୟ ଏ ସାରା ସଂସାର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦରଦି ବନ୍ଧୁ ହେ ଟିକେ ମିନତି ମୋହର,
ଦରଦି ବନ୍ଧୁ ହେ ଟିକେ ମିନତି ମୋହର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦୟା ରଖିଥିବ ପ୍ରଭୁ ଦୟାର ସାଗର, ଦୟା ରଖିଥିବ ପ୍ରଭୁ ଦୟାର ସାଗର। ଜୟ ଗୁରୁ। ଜୟ ଜୟ ଗୁରୁ। ଗୁରୁ ଜୟ ଗୁରୁ ମା। ସୁନ୍ଦର ଗାଇଲେ, ଭଜନଟା ସୁନ୍ଦର ଥିଲା। ଦରଦୀ ଠାକୁର, ଦରଦୀ ଠାକୁର ବନ୍ଧୁ, କେତେ ସୁନ୍ଦର ଦରଦୀ ଠାକୁର। ଆଉ ସେ ଦରଦୀ ଆମକୁ ବି ହବାକୁ ପଡିବ। ମା ସୁନ୍ଦର ଭାବେ କହିଲେ, ତାଙ୍କର ଇଷ୍ଟତ୍ୱ ମଧ୍ୟ ଜୀବନ କାମନା କରୁଛି। ଭାବରେ ନେଇକି ଗୀତଟା ବି ଗାଇଲେ। ବାସ୍ତବ ଭାବରେ ସେ ଦରଦୀ ବନ୍ଧୁ, ଆଉ ସେ ଦରଦୀ ବନ୍ଧୁ କାହିଁକି ନା ତାଙ୍କର ଦରଦ ଭରି ରହିଥିଲା ସବୁବେଳେ ସମସ୍ତଙ୍କ ପାଇଁ। ଆଉ ଆମେ ତାଙ୍କର ଶିଷ୍ୟ ଶିଷ୍ୟା ହେଇଛୁ, ଆମମାନଙ୍କର ମଧ୍ୟ ସେଇ ଦରଦ ସମସ୍ତଙ୍କ ପ୍ରତି ହବା ଦରକାର। ତେଣୁ ଠାକୁର କହୁଛନ୍ତି, ଗୋଟେ ବାଣୀ ମଧ୍ୟ କହୁଛନ୍ତି ଯେ ଇଷ୍ଟ ଭରଣ ପିତୃପୋଷଣ ପରିସ୍ଥିତିର ଉନ୍ନୟନ, ଏ ନା করে যাই করিস না অধে পাতের তোর জ্বলন। তোর চଳିବା ଅଧ ପାତେ ଯାଇଗଲା, କିଛି ହେଲାନି। ତେଣୁ ଏଇ ଯୋଉ ପରିବେଶର ଉନ୍ନୟନ କଥା, ସେ ପରିବେଶର ଉନ୍ନୟନ ପାଇଁ ତ ଆମକୁ ଭାତୃଭୁଜ ଭୂତଭୁଜ କରିବାକୁ ପଡିବ। ଏବଂ ଯୋଉ କଥାଟା କହୁଥିଲି ଠାକୁର ଆଲୋଚନା ପ୍ରସଙ୍ଗର ଏଟା କେତେ ଖଣ୍ଡ, ଏଟା ଦ୍ୱିତୀୟ ଖଣ୍ଡରେ କେତେ ସୁନ୍ଦର କଥା, ଯେଟା ବାନ୍ଧିକି ରଖିବା କଥା କହୁଛନ୍ତି। ଯେ ଈଶ୍ୱରଦା ଠାକୁରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଷ୍ଟବୃତ୍ତିର ଅଙ୍ଗ ହିସାବରେ ଇଷ୍ଟ ଗୁରୁ, ଇଷ୍ଟ ଭ୍ରାତା, ଭୂତଗଣଙ୍କୁ ପୃଥକ ନୈବେଦ୍ୟରେ ପ୍ରତିଦିନ ବାସ୍ତବରେ ନିବେଦନ କଲେ ମୋର ମନେ ହୁଏ ଇଷ୍ଟବୃତ୍ତି ଠିକ ହୁଏ। ଏଇ କଥା ଠାକୁର କହୁଛନ୍ତି ଯେ ଯଦି ଆମେ ଖାଲି ଇଷ୍ଟବୃତ୍ତି ଖାଲି କରିଦବା ନା, ପ୍ରତ୍ୟେକ ଦିନ ଆମେ ଇଷ୍ଟ ଭ୍ରାତା ଆଉ ଭୂତଗଣଙ୍କ ପାଇଁ ପୃଥକ ପୃଥକ ନୈବେଦ୍ୟ କଲେ, ମୁଁ ଭାବୁଛି ସେଇ ତାର ସେ ତାଙ୍କ ମନର ଭାବନା ଆସିଛି। ପ୍ରକୃତରେ ସେଇଭଳିଆ ସେ ଭକ୍ତ ମଧ୍ୟ ଥିଲେ, ନହେଲେ ଏଇଭଳିଆ ପ୍ରଶ୍ନ ତାଙ୍କ ଭିତରେ ଆସିବ କାହିଁକି? ଖାଲି ସେଟାକୁ ଠାକୁର ତାର ଉତ୍ତର ଆଉ ସୁନ୍ଦର ଭାବେ କହୁଛନ୍ତି କଣ, ଯେ ଭାତୃଭୁଜ ଭୂତଭୁଜ ମଧ୍ୟ ଉତ୍ସର୍ଗ କରିବା ଦରକାର ଇଷ୍ଟ ପ୍ରୀତିକୁ ଲକ୍ଷ୍ୟ କରି। ସେ ଯେ ତୁମେ ଦବ, যেটা କୁହା ହୁଏ ଆମରି ଉପାର୍ଜିତ ଯାହା কিছু ସବୁ ଇଷ୍ଟେ କର ସମର୍ପଣ। ତାର ମାନେ କଣ? ଆମକୁ ଏହାରି ଭିତରେ ଯଦି ଭକ୍ତି ଜ୍ଞାନ ସବୁ ପାଇବୁ, ତୁ ଇଷ୍ଟେ କରିବ ସମୟ ଯେଟାକି ତୋର ମଙ୍ଗଳ ହବ। ଇଷ୍ଟ ମାନେ ଯେମିତି ଭୂତ ଭୁକ୍ତ ଦବୁ ଯେ ଖାଲି ଯେ ଆମେ କିଛି ବି ତ ଅଛନ୍ତି ଦାନ ଦେବାର, ମାନେ ଯେଟା ଦାନୀ ଦୟା ଦେଖିବା ଦେଖେଇ କି କରିଦବା, ସେ ସବୁ ଜିନିଷ ତାକୁ ଚାହୁଁନାହାନ୍ତି। ସେଇଟା ହିଁ ମଙ୍ଗଳ ତାର ଯେମିତି ହବ। ଯାହାକୁ ଦାନ ଦବୁ ତାର ମଙ୍ଗଳ ଯେରକ ନ ହୁଏ, ତାହେଲେ ସେଟା ବି କାମ ନୁହେଁ। ଠାକୁର କହୁଛନ୍ତି କଣ, କେତେ ଆମକୁ ବୁଝି ଶୁଝି ଚଳିବାକୁ ହବ। ଠାକୁର ଆମକୁ ସଜାଗ କରିଦେଇଛନ୍ତି ଯେ ଇଷ୍ଟ ପ୍ରୀତିକୁ ଲକ୍ଷ୍ୟ କରି ସବୁଟା ମିଳି ସଙ୍ଗତ ଗୋଟିଏ ଜିନିଷ। ନିଜ ଭରଣର କଥା ଭାବିବା ଆଗରୁ ଆମେ ଭାବିବା ଇଷ୍ଟ, ଗୁରୁଜନ, ଗୁରୁ ଭ୍ରାତା ଓ ଭୂତଗଣ ଭରଣର କଥା। ସେଥିପାଇଁ ବାସ୍ତବ ଭାବରେ ଯେତେଟା ପାରେ କରିବା। ଏହାରି ଭିତର ଦେଇ ଆମେ ମୁଣ୍ଡରେ ପଶେ ଯେ ଇଷ୍ଟ ସେବା, ଇଷ୍ଟାର୍ଥ ପରିବେଶର ସେବା ହିଁ ଆମ ଜୀବନର ମୁଖ୍ୟ। ଏଇ ଚିନ୍ତାରେ ଯଦି ଆମ ମୁଣ୍ଡରେ ଆଚରଣରେ ଅସ୍ଥି ମଜାଗତ ହୁଏ, ତାହେଲେ କିନ୍ତୁ ଦାରିଦ୍ର୍ୟ, ଅଯୋଗ୍ୟତା, ଅଲକ୍ଷ୍ମୀ ଆଉ ସେଠାରେ ପ୍ରଶ୍ରୟ ପାଏ ନାହିଁ। ତେଣୁ ଇଷ୍ଟବୃତ୍ତି ଧର୍ମର ଅର୍ଥାତ୍ ଜୀବନ ବୃଦ୍ଧିର ଗୋଟିଏ ପ୍ରଧାନ ଭିତ୍ତିପ୍ରସ୍ତର। ଇଷ୍ଟବୃତ୍ତି ହିସାବରେ ନିତ୍ୟ ଭୋଜ ନୈବେଦ୍ୟ ଉତ୍ସର୍ଗ କରିବା ହିଁ ବିଧି। ତାହା ରଖିବା ଏବଂ ଏହି ଜିନିଷଟି ମାସାନ୍ତରେ ଇଷ୍ଟ ସ୍ଥାନକୁ ପହଞ୍ଚାଇ ଦେବାର ବାସ୍ତବ ଅସୁବିଧା ଅଛି। ତେବେ ଭୋଜ ଅନୁକଳ୍ପ ପଇସା ରଖିଲେ ଚଳିବ। ପୁଣି ଇଷ୍ଟବୃତ୍ତି କଲା ବେଳେ ନିତ୍ୟ ଇଷ୍ଟବୃତ୍ତି, ଭୂତ ଭୋଜ୍ୟ, ଭାତୃଭୋଜ୍ୟ ଯଦି ପୃଥକ ପୃଥକ ଭାବରେ ତିନିଟି ଡବାରେ କନାରେ ବାନ୍ଧି ରଖି ଚିହ୍ନିତ କରି ରଖ, ସେଥିରେ ମଧ୍ୟ କୌଣସି ଦୋଷ ନାହିଁ। ମାସ ସାରା ଯେତେ ନିବେଦିତ ହେଲା ତଦନୁଯାୟୀ ମାସ ଶେଷରେ ଦେବେ ଏବଂ ତେବେ ସ୍ମରଣ ରଖିବାକୁ ହେବ ଇଷ୍ଟ ଭରଣ ହିଁ ମୁଖ୍ୟ। ଏହା ହିଁ ଗଣ୍ଡି। ଭୂତ ଭୋଜ୍ୟ ଆଉ ଭାତୃଭୋଜ୍ୟ ଏହାର ଶାଖା। କେବଳ ଭୂତ ଭୋଜ୍ୟ ଭାତୃଭୋଜ୍ୟର କୌଣସି ଦାମ ନାହିଁ ଯଦି ଜଣେ ଇଷ୍ଟବୃତ୍ତି ନ କରେ। ଖାଲି ଜଣେ ସେବା କରିଯିବ ଆଉ ଜୀବମାନଙ୍କ ସେବା କରିଯିବ, କିନ୍ତୁ ଇଷ୍ଟଙ୍କ ପାଇଁ ଦବନି। ଯିଏ ମୁଖ୍ୟ, ଯିଏ ଆମର ସ୍ରଷ୍ଟା, ତାଙ୍କ ପାଇଁ ମୁଁ କିଛି କରିବିନି। ତେଣୁ ତାଙ୍କ କାମଟା ଆଗେ।
ତାପରେ କାମ। ତେଣୁ ତାଙ୍କୁ ଦେଲେ, ତାଙ୍କୁ ଦେଇକି ଯଦି ତାହେଲେ ସେଟା ପୂର୍ଣ୍ଣାଙ୍ଗ ହୁଏ। ଇଷ୍ଟବୃତ୍ତିର ଆନୁଷଙ୍ଗିକ ହିସାବରେ ଭୂତଭୋଜ୍ୟ ଭାତୃଭୋଜ୍ୟ, ଅବଶ୍ୟ ଇଷ୍ଟବୃତ୍ତିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଭୂତଭୋଜ୍ୟ ଭାତୃଭୋଜ୍ୟ ଅବଶ୍ୟ ଦେୟ। ତିନୋଟିକୁ ପୃଥକ ଭାବରେ ନୈବେଦ୍ୟ ଉତ୍ସର୍ଗ କରିବା ପ୍ରସଙ୍ଗରେ ମୁଁ ଏତେ କଥା କହୁଛି। ଅଲଗା ନିବେଦନ କରାଯାଇପାରେ ବୋଲି କେହି ଯେପରି ମନେ ନ କରନ୍ତି ଯେ ଏ ସବୁ ସମାନ ମୂଲ୍ୟର, ଅତଏବ କୌଣସି ଗୋଟିଏ କଲେ ଚଳିବ ତାହା କିନ୍ତୁ ନୁହେଁ। ଖାଲି ଯେ ଆମେ ଇଷ୍ଟବୃତ୍ତି କରିଦେଲେ ତାହା ହବନି, ଅଲଗା ହେଲେ ଅଲଗା ନୁହେଁ, ସବୁଟା ମିଳି ଇଷ୍ଟବୃତ୍ତି ପୂର୍ଣ୍ଣାଙ୍ଗ ହୁଏ। ଏହା ହିଁ ମୋର ବକ୍ତବ୍ୟ। ଆଉ ଭୂତଭୋଜ୍ୟ ଭାତୃଭୋଜ୍ୟ ଇଷ୍ଟବୃତ୍ତି ଓ ଇଷ୍ଟବୃତ୍ତିକୁ ଲକ୍ଷ୍ୟ କରି ପ୍ରତ୍ୟେକ 30 ଦିନରେ ଦକ୍ଷିଣା ସଂଗଠନ ଦେଇ ଦେବା ହିଁ ବିଧି। ପ୍ରଥମେ ଇଷ୍ଟବୃତ୍ତି ଦେଇ ପଠାଇ ତାପରେ ଭାତୃଭୋଜ୍ୟ ଭୂତଭୋଜ୍ୟ ଦାନ କରିବା କଥା। ପୁଣି କେହି କେହି ଭାତୃଭୋଜ୍ୟ ଭୂତଭୋଜ୍ୟ ପ୍ରତିଦିନ ନ ରଖେ ମାସ ଶେଷରେ ନିବେଦିତ ଇଷ୍ଟାର୍ଘ ପୁରାପୁରି ଇଷ୍ଟ ସ୍ଥାନକୁ ପଠାଇ ଅଲଗା କରି ଏହି ଭାତୃଭୋଜ୍ୟ ଭୂତଭୋଜ୍ୟ ଦିଏ, ତାହେଲେ ମଧ୍ୟ ଚଳିପାରେ। ପରିବେଶର ସେବା ହିସାବରେ ଯେପରି ଆମେ ସୁକେନ୍ଦ୍ରିକ ଧାରାଟା ଅକ୍ଷୁଣ୍ଣ ରଖୁ, ତାହାକୁ ହିଁ କୁହାଯାଏ ଇଷ୍ଟ ପ୍ରାଣ ସେବା। ତାର ମାଧ୍ୟମରେ ହିଁ ମଣିଷ ସୁକେନ୍ଦ୍ରିକ କରି ତୋଳାଯାଏ, ଇଷ୍ଟ ପ୍ରାଣ କରି ତୋଳାଯାଏ, ସେଇଥିରେ ମଣିଷ ତରିଯାଏ। ନଚେତ ମଣିଷ ବୃତ୍ତିର ତେଲ ମାଲିସ କରିବା ହିଁ ସାର ହୁଏ। ତୁମେ ନିଜକୁ ଉଜାଡ଼ କରିଦେଲେ ମଧ୍ୟ ପ୍ରକୃତ ପକ୍ଷରେ କାହାରି କିଛି କରିପାରିବ ନାହିଁ। ତୁମକୁ ସମସ୍ତେ ଶୋଷଣ କରିବାକୁ ଆରମ୍ଭ କରିଦେବେ ନିଜ ନିଜର ପ୍ରବୃତ୍ତି ପୋଷଣ ପାଇଁ। ସେଥିରେ ନିଜର ଅନ୍ୟର ଖରାପ ଛଡ଼ା କିଛି ଭଲ ହୁଏ ନାହିଁ। ତଦ୍ୱାରା ଯୋଗ୍ୟ ଶକ୍ତିମାନ ଓ ସୁନିୟନ୍ତ୍ରିତ ହୁଅନ୍ତି ନାହିଁ। ତେଣୁ ଯେଉଁ ଇଷ୍ଟବୃତ୍ତିର କଥା ଠାକୁର ସୁନ୍ଦର ଭାବରେ କହିଲେ, ଏଗୁଡ଼ିକୁ ଆମେ ଆମମାନଙ୍କର ଦୈନନ୍ଦିନ ଜୀବନରେ ପରିପାଳନ କରିବା ଏବଂ ଏ ଯେଉଁ ସୃଷ୍ଟିର ଧାରା ତାର ମନ ଯେଟା ପାଇବା ପାଇଁ କହୁଥିଲି, ତାର ମନ ଯେତେ ତୋର ଲେଗେଇ থাকে, ମନ ଯେତେ ତାର ଲେଗେଇ থাকে ମୁଗ୍ଧ ହୋଇଏ ରହ। ମୁଗ୍ଧ ହବ କେମିତି? ତା ପାଇଁ କରିବି, ଭୂତମାନଙ୍କ ପାଇଁ କରିବି, ଭାତୃମାନଙ୍କ ପାଇଁ କରିବି। ଏ ତିନିଟା ସମସ୍ତଙ୍କୁ ସମତାରେ ନେଇ ଚାଲିବି, ଦେଲେ ତା ମନକୁ ମୁଁ ପାଇବି। ସେ ତା ଦ୍ୱାରା ସେ ଖୁସି ହୁଅନ୍ତି। ଠାକୁର ଗୋଟେ ଜାଗାରେ କେତେ ସୁନ୍ଦର ଭାବେ କହୁଛନ୍ତି ଯେ ମୋର କଣ ବେହା କେହି ନାହିଁ। ମାନେ କେତେ କଥା ଠାକୁର କହିଛନ୍ତି ଯେ ମୋର କଣ ବେହା ଏ ସଂସାର ଆଉ କେହି ନାହିଁ। କାହିଁକି ନା ମୁଁ ଜଣକାକୁ କରେ, ଦିଏ, ତାର ସେବା କରେ, ତାପରେ ବି ସିଏ ମୋର ବିରୁଦ୍ଧରେ ମୋର ବହୁତ କରେ। ମୁଁ ଭାବିଯାଏ ଆଉ ତାକୁ କରିବିନି ସେବା। ତାପରେ ଯେତେବେଳେ ସେ ବିପଦରେ ପଡ଼ିଯାଏ ମୁଁ ରହିପାରେ, ନିଜକୁ ସମ୍ଭାଳି ପାରେନି। ପୁଣି ତାକୁ ତାର ସେଇ ବିପଦରେ ଯେ ପର୍ଯ୍ୟନ୍ତ ମୁଁ କ୍ଲିୟର କରୁନି ବା ତାକୁ ଉଦ୍ଧାର କରୁନି, ତାହେଲେ ମୋ ପ୍ରାଣଟା ଖାଲି କାନ୍ଦି ଉଠେ, ପ୍ରାଣଟା ଖାଲି କାନ୍ଦି ଉଠେ। କି କଥା, କି ଆଚରଣ ଠାକୁରଙ୍କର, କି ଚଳଣି। ତେଣୁ ବାସ୍ତବ ଭାବରେ ଆଜି ଠାରୁ ଆମେ ପ୍ରତ୍ୟେକ ଯେ ଇଷ୍ଟବୃତ୍ତି ସହିତ ଭାତୃଭୋଜ୍ୟ ଭୂତଭୋଜ୍ୟକୁ ରଖିବା ଏବଂ ଠାକୁରଙ୍କର ଦିଅତ ବୁଦ୍ଧି ଇଷ୍ଟ ପ୍ରୀତିଟାକୁ ଲକ୍ଷ୍ୟ କରିକି ସେଇ ଭୂତଭୋଜ୍ୟ ଭାତୃଭୋଜ୍ୟକୁ ସୁବିନିଯୋଗ କରି ଆମେ ଇଷ୍ଟବୃତ୍ତିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଶପଥ ନେଇ ଆନନ୍ଦରେ ଗାଇ ଉଠିବା। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। କିଛି ଭୁଲ ଥିଲେ କ୍ଷମା କରିବେ। ଆପଣମାନଙ୍କ ଯଦି କାହାକୁ କଷ୍ଟ ଦେଇଥିବି, ଯଦି ଠାକୁରଙ୍କ କଥା ଯଦି କିଛି ଥିବ ତାହେଲେ ଗ୍ରହଣ କରିବେ। ଜୟ ଗୁରୁ, ଜୟ ଗୁରୁ, ସମସ୍ତଙ୍କୁ ପ୍ରଣାମ। ଜୟ ଗୁରୁ। ସୁନ୍ଦର ଭାବରେ ଆଜିକାର ବିଷୟବସ୍ତୁ ଉପରେ ଆମର ମନମତ ଆଲୋଚନା ରଖିଛନ୍ତି। ରାତ୍ରିଭୋଜ୍ୟ ଭୂତଭୋଜ୍ୟ ସମ୍ବନ୍ଧୀୟ ଇଷ୍ଟବୃତ୍ତିର ଯୋଉ ଅଙ୍ଗ ଗୋଟେ ଗୋଟେ ସବୁ, ଯାହା ହଉ ତାଙ୍କର ସର୍ବଦିଗର ମଙ୍ଗଳ ନିମନ୍ତେ ପରମ ପିତା ନିକଟରେ ପ୍ରାର୍ଥନା। ବର୍ତ୍ତମାନ ଆମେ ଧ୍ୱନି ଦେଇ ସତ୍ସଙ୍ଗ ସାଙ୍ଗ କରିବା। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ବନ୍ଦେ ପୁରୁଷୋତ୍ତମମ୍, ପୁରୁଷୋତ୍ତମମ୍, ବନ୍ଦେ ଆର୍ଯ୍ୟ ପିତॄନ୍, ବନ୍ଦେ ଆର୍ଯ୍ୟ ପିତॄନ୍, ପିତॄନ୍, ବନ୍ଦେ ମାତୃବର୍ଗାନ୍, ବନ୍ଦେ ମାତୃବର୍ଗାନ୍, ବନ୍ଦେ ଅହଂ ପୃଷ୍ଟି ଦୈବତାନ୍, ବନ୍ଦେ ଅହଂ କୃଷ୍ଣ। ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଜୟ ଠାକୁର ଜୟ ଜୟ।
ସମସ୍ତଙ୍କୁ ପ୍ରଣାମ। ବନ୍ଦେ ଜୟ ପୁରୁଷୋତ୍ତମ। ଜୟ ଗୁରୁ, ସମସ୍ତଙ୍କୁ ପ୍ରଣାମ, ଜୟ ଗୁରୁ। ଜୟ ଗୁରୁ।